ମୋ ନାଁ ରଞ୍ଜିତ। ମୁଁ ମୋ ସମ୍ପତ୍ତି ଜୁଆ ଖେଳରେ ହରାଇ ଦେଇଥିଲି। ମୋ ବ୍ୟବସାୟକୁ ପୁନଃ ଆରମ୍ଭ କରିବା ପାଇଁ ମୋତେ ଟଙ୍କାର ଆବଶ୍ୟକତା ଥିଲା। ମୋ ମାତା ପିତା ଜୀବିତ ନଥିଲେ। ମୋର କେବଳ ଗୋଟିଏ ଭାଇ ଥିଲେ, ଯିଏ ବହୁତ ଧନୀ ଥିଲେ। ମୁଁ ତାଙ୍କ ପାଖକୁ ସାହାଯ୍ୟ ମାଗିବାକୁ ଗଲି, କିନ୍ତୁ ସେ ମୋତେ ସଫା ସଫା ମନା କରିଦେଲେ। ଯଦି ସେ ତାଙ୍କ ସମ୍ପତ୍ତିରୁ ଅଳ୍ପ କିଛି ମୋତେ ଦେଇଥାନ୍ତେ, ତାହେଲେ ତାଙ୍କର କ'ଣ କ୍ଷତି ହେଇଥାନ୍ତା? ଏହି ଚିନ୍ତାରେ ମୋତେ ରାଗ ଆସିଲା ଏବଂ ମୁଁ ମୋ ଭାଇଙ୍କ ସମ୍ପତ୍ତି ହଡ଼ପ କରିବାକୁ ତାଙ୍କର ଏକ ଦୁର୍ଘଟଣା ଘଟାଇଲି। ମୁଁ ତାଙ୍କ ନାମରେ ସୁପାରି ଦେଇଦେଲି। ଆଜି ତାଙ୍କ ସମସ୍ତ ସମ୍ପତ୍ତି ମୋ ହାତକୁ ଆସିଗଲା। ମୁଁ ବହୁତ ଖୁସି ଥିଲି ଯେ ଏବେ ମୋ ଜୀବନ ଆରାମରେ କଟିବ। କିନ୍ତୁ ପରଦିନ ଯେତେବେଳେ ମୁଁ ଭାଇଙ୍କ ବଙ୍ଗଳାକୁ ଗଲି, ସେଠାରେ ପୁଲିସ ଆସି ପହଞ୍ଚିଥିଲେ। ମୁଁ ତୁରନ୍ତ ଜାଲି କାଗଜପତ୍ର ଦେଖାଇ କହିଲି ଯେ ଏହି ସମ୍ପତ୍ତି ମୋ ନାଁରେ ଅଛି, କିନ୍ତୁ କେହି ମୋ କଥା ଶୁଣିଲେ ନାହିଁ। ଯେତେବେଳେ ପୁଲିସ ମୋତେ ଜେଲକୁ ନେଇଗଲେ, ସେଠାରେ ମୁଁ ଦେଖିଲି 3ଟି ଯୁବତୀ ଝିଅ ବସିଛନ୍ତି। ତାଙ୍କୁ ଦେଖି ମୁଁ ଦ୍ୱନ୍ଦ୍ୱରେ ପଡ଼ିଗଲି, କାରଣ ମୁଁ ମଧ୍ୟପ୍ରଦେଶର ଏକ ଛୋଟ ଗାଁରୁ ଆସିଥିଲି ଏବଂ ସେହି ଗାଁରେ ମୋର ଜନ୍ମ ହୋଇଥିଲା। ଯେତେବେଳେ ମୁଁ ଆଖି ଖୋଲିଲି, ଦେଖିଲି ମୋ ବାପାଙ୍କର ଗାଁରେ ବହୁତ ଜମି ଓ ଏକ ଛୋଟ ଘର ଥିଲା। ଆମେ 2 ଭାଇ ଥିଲୁ। ଆମର କୌଣସି ଭଉଣୀ ନଥିଲା। ମୋ ବଡ଼ ଭାଇ କମଳେଶ ଓ ମୁଁ, ଆମେ ଦୁହେଁ ଆମ ମାତା ପିତାଙ୍କ ଆଖିର ତାରା ଥିଲୁ। କମଳେଶ ଭାଇ ଆରମ୍ଭରୁ ମାତା ପିତାଙ୍କ କଥା ମାନୁଥିଲେ ଓ ସବୁ କାମରେ ସାହାଯ୍ୟ କରୁଥିଲେ, କିନ୍ତୁ ମୁଁ ଘରର ସାନ ଓ ଲାଡ଼ୁଆ ପୁଅ ହେବା କାରଣରୁ ଘରର ଦାୟିତ୍ୱକୁ ସବୁବେଳେ ଦୂରେଇ ରହୁଥିଲି। ମୋତେ ନିଜ ଜୀବନ ନିଜ ମନ ମୁତାବକ ଚଳାଇବା ବହୁତ ପସନ୍ଦ ଥିଲା। ସମୟ ସହିତ ଆମେ ଯୁବକ ହେଉଥିଲୁ ଓ ଆମ ମାତା ପିତା ବୁଢ଼ା ହେଉଥିଲେ। ମୋ ବାପା ଗାଁର ଜଣେ ଝିଅ ଦେଖି ପ୍ରଥମେ ମୋ ଭାଇଙ୍କ ବାହାଘର କରାଇଥିଲେ, ଯେ ବହୁତ ଭଲ ଥିଲେ। ମୋ ଭାଇ ଆରମ୍ଭରୁ ହିଁ ପରିଶ୍ରମୀ ଥିଲେ, କିନ୍ତୁ ଆବୁଲା ହେବାକୁ ଅଧିକ ପସନ୍ଦ କରୁଥିଲେ। ମୋ ମା ମୋତେ ସବୁବେଳେ କହୁଥିଲେ, ବାପା ତୋ ଭାଇ ପରି ପରିଶ୍ରମୀ ହୁଅ। ମୁଁ କହୁଥିଲି, ମା ପରିଶ୍ରମ କରି କ'ଣ ହେବ? ଭାଇ ଯଦି ପରିଶ୍ରମ କରୁଛନ୍ତି ତାହେଲେ କ'ଣ ହେଲା? ସେ ବଡ଼ ଅଟନ୍ତି। ବାପାଙ୍କ ପରେ ଏ ଘରକୁ ତାଙ୍କୁ ହିଁ ଦେଖିବାକୁ ପଡ଼ିବ। ମା କହୁଥିଲେ, ତୁମେ ଚିନ୍ତାଧାରା ବହୁତ ଅଲଗା ଅଟେ। ବାପା, ତୁମେ 2 ଭାଇ ତୁମ ବାପାଙ୍କ ପୁଅ ଅଟ ଏବଂ ଏ ଘର ଚଳାଇବାରେ ତୁମ ଦୁହିଁଙ୍କର ସମାନ ଅଧିକାର। ମୋର ଚିନ୍ତାଧାରା ଏପରି ମୋଟେ ନଥିଲା। ସମୟ ଗଡ଼ିଲା। ଭାଇ ଗାଁରେ ବାପାଙ୍କ ଜମିରେ ଚାଷବାସ ଆରମ୍ଭ କଲେ। ଭାଇ ପଢ଼ା ଲେଖା ମଧ୍ୟ କରିଥିଲେ, କିନ୍ତୁ ମୁଁ ଆରମ୍ଭରୁ ଗାଁର ସରକାରୀ ସ୍କୁଲରେ ପଢ଼ାଇ ଅପେକ୍ଷା ଖେଳକୁଦ ଓ ସାଙ୍ଗମାନଙ୍କ ସହ ଆବୁଲା ହେବାରେ ଅଧିକ ଧ୍ୟାନ ଦେଉଥିଲି। ମୋତେ ବାହାଘର କରିବାର କୌଣସି ସଉକ ନଥିଲା। ଭାଇଙ୍କ ଘରେ ଏକ ଝିଅ ଜନ୍ମ ହେଲା। ଭାଇ ଚାହୁଁଥିଲେ ଯେ ସେ ଗାଁରେ ରହି ନିଜର ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ, କିନ୍ତୁ ସେ ନିଜ ସନ୍ତାନଙ୍କ ପାଇଁ ଚିହ୍ନିତ ଥିଲେ। ସେ ଚାହୁଁଥିଲେ ତାଙ୍କ ସନ୍ତାନ ସହରରେ ପଢ଼ା ଲେଖେ। ତେଣୁ ସେ ସମ୍ପତ୍ତି ନେଇ ଯେ ଆମେ ସମସ୍ତେ ଗାଁ ଛାଡ଼ି ସହରକୁ ଯିବୁ। ମା ଏହି ନିଷ୍ପତ୍ତି ପାଇଁ ରାଜି ନଥିଲେ। ସେ କହିଲେ, ବାପା, ତୁମେ ଏହି ଗାଁରେ ଜନ୍ମ ନେଇଛ ଓ ଏଠାରେ ତୁମ ପାଳନ ଲାଳନ ହୋଇଛି। ତୁମେ ଗାଁ ଛାଡ଼ି କାହିଁକି ଯିବାକୁ ଚାହୁଁଛ? ଭାଇ କହିଲେ, ମା, ମୁଁ ଗାଁର ଜମି ଓ ଘର ବିକ୍ରି କରି ସହରରେ ଘର କିଣିବି ଓ ବାକି ଟଙ୍କାରେ ବ୍ୟବସାୟ ଆରମ୍ଭ କରିବି। ମା ଭାଇଙ୍କ କଥାରେ ରାଜି ହେଲେ, କିନ୍ତୁ ମୁଁ ମଝିରେ କହି ପକାଇଲି, ଭାଇ, ତୁମେ ବାପାଙ୍କ ସମ୍ପତ୍ତି ଏପରି ବିକ୍ରି କରିପାରିବ ନାହିଁ। ମୋତେ ମୋ ଅଂଶ ଦରକାର, କାରଣ ଏ ଘର ଓ ଜମି ଯେତିକ ତୁମର ସେତିକ ମୋର। ଭାଇ ମୋ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ। ସେ କିଛି କହିପାରିଲେ ନାହିଁ। ସେ ଜାଣୁଥିଲେ ଯେ ମୁଁ କୌଣସି କାମ କରିନାହିଁ ଓ ସେ ଚାହୁଁଥିଲେ ସହରରେ ଗୋଟିଏ ଭଲ ବ୍ୟବସାୟ କରି ଆମ ପରିବାର ଏକାଠି ସୁଖରେ ରହିବ। କିନ୍ତୁ ମୋର ଏପରି କଥାରେ ସେ କିଛି କହିଲେ ନାହିଁ ଓ ବାପାଙ୍କ ସମ୍ପତ୍ତି ଆମ 2 ଭାଇଙ୍କ ମଧ୍ୟରେ ଅଧା ଅଧା ବଣ୍ଟନ ହେଲା। ଆମେ ସହରରେ ପହଞ୍ଚିଲୁ ଓ ସେଠାରେ ଅଲଗା ଅଲଗା ଘର କିଣିଲୁ। ମା ମୋ ପାଇଁ ଗୋଟିଏ ଝିଅ ପସନ୍ଦ କଲେ ଓ ତୁରନ୍ତ ମୋ ବାହାଘର ହେଲା। ଝିଅଟି ଗାଁର ଥିଲା, ତେଣୁ ବିବାହରେ ଅଧିକ ଅସୁବିଧା ହେଲା ନାହିଁ। ଗାଁର ଲୋକେ କହୁଥିଲେ ଯେ ଏମାନେ ସହରକୁ ଯାଉଛନ୍ତି ଓ ସେଠାରେ ଧନୀ ଲୋକଙ୍କ ପରି ଜୀବନଯାପନ କରିବେ। ଏହି କାରଣରୁ ସହର ଯିବା ଆଗରୁ ମୋ ବାହାଘର ହୋଇଗଲା। କିନ୍ତୁ ସର୍ତ୍ତ ଥିଲା ଯେ ମୁଁ ସହରରେ କେବଳ ମୋ ପତ୍ନୀ ସହିତ ଅଲଗା ଘରେ ରହିବି। ବଣ୍ଟନରୁ ମିଳିଥିବା ଟଙ୍କାରୁ ମୁଁ ସହରରେ ଗୋଟିଏ ଛୋଟ ଘର କିଣିଲି। ଭାଇ ମଧ୍ୟ ଘର କିଣିଲେ ଓ ବାକି ଟଙ୍କାରୁ ସେ କ'ଣ କଲେ ମୁଁ ଜାଣେ ନାହିଁ। ମୁଁ ମାଆଙ୍କୁ ମୋ ସହ ରଖିପାରୁନଥିଲି, ଏହା ମୁଁ ଭାଇଙ୍କୁ ଆଗରୁ କହିଦେଇଥିଲି। ଭାଇଙ୍କୁ ଏହାର କୌଣସି ଆପତ୍ତି ନଥିଲା। ସେ ମାଆଙ୍କୁ ନିଜ ସହ ରଖିଲେ, କିନ୍ତୁ ସେ ମୋତେ ଗୋଟିଏ କଥା କହିଥିଲେ,
ଭାଇ ତୁ ଏବେ ନାଦାନ ଅଟୁ। ତୁ କେବେ ପରିଶ୍ରମ କରିନାହୁଁ। ମନେ ରଖ, ତୁମ ପାଖରେ ବାପାଙ୍କ ସମ୍ପତ୍ତିର ଟଙ୍କା ଅଛି। ତାହା କୌଣସି ଭଲ ଜାଗାରେ ଲଗାଅ। ଏହାର ଭୁଲ ବ୍ୟବହାର କରିବ ନାହିଁ, ନଚେତ୍ ତୁମେ ବର୍ବାଦ ହେଇଯିବ। ମୁଁ ଭାଇଙ୍କ କଥା ଉପରେ ଧ୍ୟାନ ଦେଲି ନାହିଁ। ସହରରେ ଆସି କୌଣସି ପ୍ରକାରେ ମୁଁ ସେଟେଲ୍ ହେଲି। ଭାଇ ଓ ମାଙ୍କ କ'ଣ ହାଲ ଥିଲା ମୁଁ ସେମାନଙ୍କ ପଛକୁ ଫେରି ମଧ୍ୟ ଦେଖୁନଥିଲି। ମୁଁ କେବଳ ମୋ ପତ୍ନୀ ସହ ଏଇ ଛୋଟ ଘରେ ଖୁସିରେ ରହୁଥିଲି। କିଛି ଦିନ ପର୍ଯ୍ୟନ୍ତ ମୁଁ ବଣ୍ଟନରୁ ମିଳିଥିବା ଟଙ୍କାରୁ ଖର୍ଚ୍ଚ କରୁଥିଲି, କିନ୍ତୁ ଏପରି ଅଧିକ ଦିନ ଚଳିପାରୁ ନଥିଲା। ମୋତେ କିଛି ନା କିଛି କରିବାକୁ ପଡ଼ିବ। ମୁଁ କୌଣସି ଚାକିରି ଖୋଜିବା ଅପେକ୍ଷାରେ ସହରରେ ଆବଲା ପିଲାମାନଙ୍କ ସହ ବନ୍ଧୁତା କରିଲି ଓ ସେମାନଙ୍କ ସହ ଜୁଆ ଖେଳିବାରେ ବ୍ୟସ୍ତ ହେଲି। ଜୁଆ ଖେଳି ଆରମ୍ଭରେ ମୁଁ ବହୁତ ଟଙ୍କା ଜିତିଲି। ମୋତେ ଲାଗିଲା ଯେ ଜୁଆରେ ଲାଭ ହେଉଛି, ତେଣୁ ବ୍ୟବସାୟ କରିବାର କ'ଣ ଆବଶ୍ୟକତା। ଜୁଆରେ ମୋର ଦିନକୁ ଦିନ ଉନ୍ନତି ହେଉଥିଲା। ମୋ ପତ୍ନୀକୁ କିଛି ଜଣା ନଥିଲା। ସେ ଭାବୁଥିଲା ମୁଁ କାମ ପାଇଁ ଘରୁ ବାହାରୁଛି, କିନ୍ତୁ ମୁଁ ଦିନ ସାରା ଜୁଆ ଖେଳୁଥିଲି। କିଛି ହାରୁଥିଲି ତ ତା'ଠାରୁ ଅଧିକ ଜିତୁଥିଲି। ସମୟ ଗଡ଼ିଲା। ମୋ ପତ୍ନୀ ଏକ ପୁଅକୁ ଜନ୍ମ ଦେଲା। ମୋ ଜୀବନ ଠିକ୍‌ଠାକ୍ ଚାଲିଥିଲା। ବାପାଙ୍କ ସମ୍ପତ୍ତିର ଟଙ୍କାରୁ ମୁଁ ଖୁବ୍ ଜୁଆ ଖେଳୁଥିଲି ଓ ଏହି ଖେଳରେ ମୁଁ ବହୁତ ନିପୁଣ ହୋଇଗଲି। ଦିନେ ମୋ ପାଖକୁ ଭାଇଙ୍କ ଫୋନ୍ ଆସିଲା। ସେ କହିଲେ, ରଞ୍ଜିତ, ଘରକୁ ଆସ, ମାଆଙ୍କର ମୃତ୍ୟୁ ହୋଇଛି। ଏହା ଶୁଣି ମୋ ହୋସ୍ ଉଡ଼ିଗଲା। ମୋ ଆଖିରେ ଲୁହ ଆସିଲା। ମୁଁ ମୋ ପତ୍ନୀକୁ ନେଇ ଭାଇଙ୍କ ଦେଇଥିବା ଠିକଣାକୁ ଗଲି। ସେଠାରେ ଦେଖିଲି ଭାଇ କୌଣସି ଛୋଟ ଘର ନୁହେଁ, ବରଂ ଏକ ବଡ଼ ବଙ୍ଗଳାରେ ରହୁଛନ୍ତି। ସେଠାରେ ମାଆଙ୍କର ଅନ୍ତିମ ସଂସ୍କାର ହେଲା। ମୋ ଆଖି ଆଶ୍ଚର୍ଯ୍ୟରେ ବିସ୍ତାରିତ ହେଲା ଯେ ଭାଇ ବାପାଙ୍କ ସମ୍ପତ୍ତି ବିକ୍ରି କରି ଏତେ ଭଲ ବ୍ୟବସାୟ କରିଛନ୍ତି, ଆଉ ମୁଁ କେଉଁଠି ଜୁଆ ଖେଳି ବହୁତ ଟଙ୍କା ଜିତିବା ପରେ ମଧ୍ୟ ମୁଁ ଏକ ଛୋଟ ଘରେ ରହୁଛି। ଏହା ଦେଖି ମୋ ମନ ଦୁଃଖୀ ହେଲା, କିନ୍ତୁ ମୁଁ କିଛି କରିପାରୁ ନଥିଲି। ତାପରେ ଧୀରେ ଧୀରେ ମୋ ବର୍ବାଦୀର ଦିନ ଆରମ୍ଭ ହେଲା। ମୁଁ ଜୁଆରେ ସବୁ କିଛି ହାରିବାକୁ ଲାଗିଲି। ମୋ ପତ୍ନୀକୁ ମଧ୍ୟ ଜଣାପଡ଼ିଲା ଯେ ମୁଁ କୌଣସି ବ୍ୟବସାୟ କରୁନାହିଁ, ବରଂ ଜୁଆ ଖେଳୁଛି। ସେ ଘରେ ମୋ ସହିତ ଝଗଡ଼ା ଆରମ୍ଭ କଲା। ମୁଁ ଜୁଆର ନିଶାରେ ଏତେ ଅଧପତନ ହେଲି ଯେ ମୋ ବହୁତ କିଛି ହଜିଗଲା। ଏବେ ମୋ ପାଖରେ ହାରିବା ପାଇଁ କିଛି ନଥିଲା। ତେଣୁ ମୁଁ ନିଷ୍ପତ୍ତି ନେଲି ଯେ ଯେଉଁ ଘରେ ମୁଁ ରହୁଛି ତାକୁ ମଧ୍ୟ ବିକ୍ରି କରିଦେବି। ଯେତେବେଳେ ମୁଁ ମୋ ପତ୍ନୀକୁ କହିଲି ଯେ ମୁଁ ଏହି ଘର ବିକୁଛି ଓ ଆମେ ଭଡ଼ା ଘରେ ରହିବୁ, ସେ ବହୁତ ହଙ୍ଗାମା କଲା। ସେ କହିଲା, ତମେ ସବୁ କିଛି ବର୍ବାଦ କରିଦେଲ। ତୁମ ଭାଇଙ୍କୁ ଦେଖ, ପରିଶ୍ରମ କରି କେତେ ସଫଳ ହେଲେ, ଆଉ ତୁମେ କେବେ ପରିଶ୍ରମ କରିନାହଁ। ଜୁଆରେ ସବୁ କିଛି ହଜାଇ ଦେଲ। ମୋ ଛାତ ମୋ ଠାରୁ ଛିନ୍ନ ନିଅ। ମୁଁ କହିଲି, ମୁଁ କେବେ ପରିଶ୍ରମ କରିନାହିଁ। ମୁଁ ସବୁବେଳେ ନିଜ ଜୀବନ ନିଜ ମନ ମୁତାବକ ଚଳାଇଛି। ତୁମେ କିଏ ମୋ ବିଷୟରେ କହିବାକୁ? ସେ କହିଲା, ଠିକ୍ ଅଛି, ଯଦି ଏହା ହିଁ କଥା, ତେବେ ମୁଁ ତୁମକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲି ଓ ମୋ ପୁଅକୁ ମଧ୍ୟ ନେଇଯିବି। ତାର କଥା ଶୁଣି ମୋତେ ବହୁତ ଦୁଃଖ ଲାଗିଲା, କିନ୍ତୁ ମୁଁ ତାକୁ ଯିବାକୁ ଦେଲି। ମୁଁ ଜାଣୁଥିଲି ସେ କେଉଁଠିକି ଯିବ। ସେ ଗାଁରେ ନିଜ ମାତା ପିତାଙ୍କ ପାଖକୁ ଯିବ, ସେଠାରେ ସୁଖରେ ରହିବ। କିନ୍ତୁ ମୋ ପୁଅର ଦୂରତା ମୋ ଠାରୁ ସହି ହେଉନଥିଲା। ମୁଁ ପୂରାପୂରି ଖାଲି ହାତ ହେଇଗଲି। ବାରମ୍ବାର ଜୁଆରେ ମୋ ଭାଗ୍ୟ ଆଜମାଉଥିଲି, କିନ୍ତୁ ମୋ ଭାଗ୍ୟ ଏବେ ପୂରାପୂରି ଖରାପ ହେଇଗଲା। ମୁଁ ମୋ ଘର ମଧ୍ୟ ହଜାଇ ଦେଲି। ଏବେ ମୋ ପାଖରେ କିଛି ନଥିଲା। ମୁଁ ରାସ୍ତାରେ ଏଣେ ତେଣେ ଭ୍ରମଣ କରୁଥିଲି। ତାପରେ ମୋ ମନରେ ଆସିଲା ଯେ ମୁଁ ମୋ ଭାଇଙ୍କ ପାଖକୁ ସାହାଯ୍ୟ ମାଗିବି। ସେ ତ କୋଟିପତି, ବଡ଼ ବଙ୍ଗଳାରେ ରହୁଛନ୍ତି। ମୋ ଭାଇଙ୍କ ଘରକୁ ସାହାଯ୍ୟ ମାଗିବାକୁ ଗଲି। ମୁଁ ଜାଣୁଥିଲି ସେ ମୋ ବଡ଼ ଭାଇ। ପୂର୍ବରୁ ସେ ମୋ ମାତା ପିତା ଓ ମୋ ପାଇଁ ବହୁତ କିଛି କରିଛନ୍ତି। ଏବେ ମଧ୍ୟ ମୋ ଦୁଃଖ ଦେଖି ସେ ଦୟା କରିବେ। ବ୍ୟବସାୟ ପାଇଁ 5 ଲକ୍ଷ ଟଙ୍କା ଦେଇଦେବେ। ମୁଁ ତାଙ୍କ ଘର ଦୁଆରେ ପହଞ୍ଚିଲା ବେଳେ ଦେଖିଲି ସେ ଘରୁ ବାହାରୁଛନ୍ତି। ମୁଁ ତୁରନ୍ତ ତାଙ୍କୁ ଧରି କହିଲି, ଭାଇ, ମୋ କଥା ଶୁଣ। ମୋତେ ତୁମ ସହ ଜରୁରୀ କଥା ହେବାକୁ ଅଛି। ସେ କହିଲେ, ହଁ, କହ, କ'ଣ କଥା? ମୁଁ କହିଲି, ଭାଇ, ମୋତେ ଟଙ୍କାର ଖୁବ୍ ଆବଶ୍ୟକତା। ମୋ କଥା ଶୁଣି ଭାଇ ଏପରି ଅଜଣା ହେଲେ ଯେମିତି ମୁଁ ତାଙ୍କର କେହି ନୁହେଁ। ସେ କହିଲେ, ତୁ କି ପ୍ରକାର କଥା କହୁଛୁ? ପାଗଳ ହୋଇଗଲୁ କି? ମୋ ପାଖରେ କୌଣସି ଟଙ୍କା ନାହିଁ। ମୁଁ କହିଲି, ଭାଇ, ଏପରି କହିବ ନାହିଁ। ମୋତେ ସାହାଯ୍ୟ କର। ମୋତେ କିଛି ଟଙ୍କା ଦେଇଦିଅ। ଭାଇ ମୋ ମୁହଁରେ ସଫା ମନା କରି ଘର ଭିତରକୁ ଚାଲିଗଲେ। ମୁଁ ତାଙ୍କ ଘରର ଦୁଆର ବହୁତ ଖଟଖଟାଇଲି, କିନ୍ତୁ ଗାର୍ଡ ମୋତେ ଫେରାଇ ଦେଲା ଓ କହିଲା, ଏଠାରୁ ଚାଲିଯା। କାହିଁକି ବିରକ୍ତ କରୁଛୁ? ଭାଇଙ୍କ ମନା ଶୁଣି ମୁଁ ଫେରୁଥିଲି। ମୋତେ ଭାଇଙ୍କ ଠାରୁ ଏପରି ଆଶା ନଥିଲା। ବର୍ଷା ବହୁତ ଜୋର ହେଉଥିଲା। ମୁଁ ଜୋରରେ ଚିତ୍କାର କରି କହିଲି, ଭାଇ, ମୋତେ ଭିତରେ
ବସିବାକୁ ଦିଅ, ଆମେ ଆରାମରେ କଥା ହେବୁ। ଦେଖ ବାହାରେ କେତେ ବର୍ଷା ହେଉଛି। ଭାଇ ଝରକାରେ ଠିଆ ହୋଇ ନାହିଁ କହି ମୁଣ୍ଡ ହଲାଇ ମନା କଲେ ଓ କହିଲେ, ଦେଖ ରଞ୍ଜିତ, ଯାହା କହିବାକୁ ଅଛି ଏଠାରୁ କହ। ମୁଁ ତୋତେ ଭିତରକୁ ଆସିବାକୁ ଦେଇପାରିବି ନାହିଁ। ତାଙ୍କର ଶବ୍ଦ ମୋ ହୃଦୟକୁ ଛିଦ୍ର କରିଦେଲା। ମୁଁ କହିଲି, ଭାଇ, କିନ୍ତୁ କାହିଁକି ମୋତେ ଭିତରକୁ ଆସିବାକୁ ଦେଉନାହଁ? ମୁଁ କ'ଣ ତୁମ ଭାଇ ନୁହେଁ? ସେ ରାଗରେ ହାତ ଉଠାଇ କହିଲେ ନାହିଁ। ମୁଁ କହିଲି, ଭାଇ, ମୁଁ ତୁମ ସହ ମିଳିବାକୁ ଆସିଥିଲି। ସେ ଗମ୍ଭୀର ହୋଇ କହିଲେ, ରଞ୍ଜିତ, ଯାହା କହିବାକୁ ଅଛି ଏଠାରୁ କହ। ମୋତେ ବହୁତ କାମ ଅଛି, ମୋତେ ବିରକ୍ତି କର ନାହିଁ। ମୁଁ ଏକଦମ ଚୁପ୍ ହେଇଗଲି। ଏମିତି ଲାଗୁଥିଲା ଯେମିତି ମୋ ପାଖରେ କହିବା ପାଇଁ ସମସ୍ତ ଶବ୍ଦ ସରିଗଲା। ମୁଁ କହିଲି, ଭାଇ, ମୁଁ ମୋ ସମ୍ପତ୍ତି ଜୁଆରେ ହାରିଦେଲି। ମୋତେ ଟଙ୍କା ଦରକାର। ମୋ କଥା ସରିବା ପୂର୍ବରୁ ଭାଇ କଡ଼ା ଶବ୍ଦରେ କହିଲେ, ରଞ୍ଜିତ, ଦେଖ, ତୁମ ଅଂଶ ତୁମକୁ ମିଳିସାରିଛି। ଏବେ ଯାହା ଅଛି ତାହା ମୁଁ ମୋ ପରିଶ୍ରମରେ ତିଆରି କରିଛି। ତୁମକୁ ମୋ ପରିଶ୍ରମ ସହ କୌଣସି ସମ୍ପର୍କ ନାହିଁ। ତୁମେ ମୋ ସମ୍ପତ୍ତିର ଟଙ୍କା କାହିଁକି ବରବାଦ କଲ? ମୁଁ ଏଥିରେ କିଛି କରିପାରିବି ନାହିଁ। ଏହା କହି ଭାଇ ଝରକାରେ ପର୍ଦ୍ଦା ବନ୍ଦ କରି ଭିତରକୁ ଚାଲିଗଲେ। ମୁଁ ତାଙ୍କୁ ଡାକିବାକୁ ଚେଷ୍ଟା କଲି, କିନ୍ତୁ ଗାର୍ଡ ମୋତେ ଅଟକାଇ କହିଲା, ଏଠାରୁ ଚାଲିଯା, ନଚେତ୍ ଆମର ଚାକିରି ଖତରାରେ ପଡ଼ିବ। ମୁଁ କହିଲି, ତୁମ ମନ ଠିକ୍ ଅଛି ତ? ଏ ମୋ ଭାଇ, ମୋତେ ଭିତରକୁ ଯିବାକୁ ଦେ। ଗାର୍ଡ କହିଲା, ସେ ଅଳ୍ପ ରାଗରେ ଅଛନ୍ତି, କିନ୍ତୁ ଠିକ୍ ହୋଇଯିବେ। ମୁଁ ଗାର୍ଡକୁ ମୋ ସଫେଇ ଦେବାକୁ ଚାହୁଁଥିଲି, କିନ୍ତୁ ସେ ମୋ କଥା ଗୋଟେ ମଧ୍ୟ ଶୁଣିଲା ନାହିଁ। ସେ ମୋ ହାତ ଧରି ଘରୁ ବାହାରକୁ ବାହାର କରିନେଲା। ମୁଁ ବର୍ଷାରେ ଓଦା ହେଉଥିଲି, କିନ୍ତୁ ସେଠାରେ କାହାର ମୋ ପାଇଁ ଚିନ୍ତା ନଥିଲା। ଏହି ଭାବରେ ଚାଲୁଥାଉ ଥାଉ ରାସ୍ତାରେ ଗୋଟିଏ ପଥରରେ ସେଟ୍ ଲାଗିଲା ଓ ମୁଁ ମୁହଁ ତଳେ ପଡ଼ିଗଲି। ମୋ ଚିବୁକରୁ ରକ୍ତ ବାହାରୁଥିଲା, କିନ୍ତୁ ସେଠାରେ କେହି ମୋ ଚିନ୍ତା କରୁଥିବା ଲୋକ ନଥିଲେ। ମୁଁ ସେହି ପଥରଟି ଉଠାଇ ପୁରା ଶକ୍ତିରେ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଫୋପାଡ଼ିଲି। ତାପରେ ଆକାଶ ଆଡ଼କୁ ମୁହଁ କରି ଚିତ୍କାର କରି କହିଲି, ଦେଖନେ କମଲେଶ, ମୁଁ ତୋ ଜୀବନକୁ ଦୁର୍ଦ୍ଦଶା କରିଦେବି। ଯେଉଁ ସମ୍ପତ୍ତି ଉପରେ ତୁ ଉଛୁଳୁଛୁ ତାହା ମୁଁ ତୋ ହାତରୁ ଛିଣ୍ଡେଇ ନେବି। ତୋ ପାଖରେ ଗୋଟିଏ ଫୁଟା ପଇସା ମଧ୍ୟ ରହିବ ନାହିଁ। ସେହିଦିନ ମୋ ପାଇଁ ବହୁତ କଷ୍ଟକର ଥିଲା। ମୋ ସମ୍ପତ୍ତି ଚାଲିଗଲା, ସମ୍ପର୍କ ଭାଙ୍ଗିଗଲା। ମୋ ପତ୍ନୀ ମୋତେ ଛାଡ଼ି ନିଜ ମାତୃଗୃହକୁ ଚାଲିଗଲା ଓ ମୋ ପୁଅର ମୁହଁ ମଧ୍ୟ ଦେଖାଇଲା ନାହିଁ। ଏତେ ବର୍ଷାରେ ବସିବା ପାଇଁ ମୋ ପାଖରେ କୌଣସି ଆଶ୍ରା ନଥିଲା। ପେଟ ଭର୍ତ୍ତି ପାଇଁ ରୁଟିର ମଧ୍ୟ ଠିକଣା ନଥିଲା। ମୁଁ ଏହିପରି କେତେ ସମୟ ଚାଲିଲି। ମୋ ଶରୀର ଧୀରେ ଧୀରେ ଥରୁଥିଲା। ବର୍ଷା ବହୁତ ଜୋର ହେଉଥିଲା ଓ ଶୀତ ଦିନର ବର୍ଷା ଥିଲା ଯାହା ଅସୁସ୍ଥ କରିଦିଏ। ମୋ ହାତ ଗୋଡ଼ ନୀଳ ପଡ଼ିବାକୁ ଲାଗିଲା, କିନ୍ତୁ ମୁଁ ଜିଦ୍ରେ ଏହି ବର୍ଷାରେ ଚାଲିଥିଲି। ମୋ ଅବସ୍ଥା ବହୁତ ଖରାପ ହେଲା ଓ ମୁଁ ରାସ୍ତାର ଏକ ପାର୍ଶ୍ୱରେ ପଡ଼ିଗଲି। ମୋତେ କୌଣସି ହୋସ୍ ନଥିଲା। ସାରା ରାତି ମୁଁ ଏପରି ଚିନ୍ତା କରୁଥିଲି। ବୋଧହୁଏ ମୋ ପାଖରେ ଆଉ କେହି ଥିଲେ, ଯିଏ ଥୋପ ଥୋପ ମୋତେ ଔଷଧ ଦେଉଥିଲେ ଓ ନିଜ ପାଖରୁ ଗୋଟିଏ କମ୍ବଳ ମୋ ଉପରେ ଢାଙ୍କି ଦେଇଥିଲେ। ମୁଁ ଆଖି ଖୋଲିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ଅଚେତ ହେବା କାରଣରୁ ମୋ ଅବସ୍ଥା ଖରାପ ଥିଲା। ଯେତେବେଳେ ଆଖି ଖୋଲିଲି, ଦେଖିଲି ମୁଁ ଏକ ଖାଲି କୋଠରୀରେ ଅଛି। ତଳେ ଜମିରେ ଗୋଟିଏ କପଡ଼ା ବିଛା ହୋଇଥିଲା। ସେହି କପଡ଼ା ଉପରେ ମୁଁ ଶୋଇଥିଲି। ଚାରିଆଡ଼େ ଗୋଟିଏ ପାଣି ଘଟା ଓ କାନ୍ଥରେ ପାନ ଖିଆର ଦାଗ ସ୍ପଷ୍ଟ ଦେଖାଯାଉଥିଲା। ସେହି କୋଠରୀ ଘୁଟୁଙ୍ଗୁ ଓ ଛୋଟ ଥିଲା। ଛାତ ମଧ୍ୟ ବହୁତ ନିଚରେ ଥିଲା। ମୁଁ ଅନୁମାନ କରିପାରୁନଥିଲି ଯେ ମୁଁ କେଉଁ ଜାଗାରେ ଅଛି। କିଛି ସମୟ ମୁଁ ସେହିପରି ଶୋଇ ରହିଲି। ତାପରେ ସାହସ କରି କୋଠରୀରୁ ବାହାରକୁ ଆସିଲି। ସେହି ଜାଗା ବହୁତ ଅଜଣା ଥିଲା। ମୁଁ ଜାଣିପାରୁନଥିଲି ଏହା ଆମ ସହରର କେଉଁ ଅଞ୍ଚଳ। କୋଠରୀରୁ ବାହାରିଲା ମାତ୍ରେ ଗୋଟିଏ ତଙ୍ଗ ଗଳି ଆରମ୍ଭ ହେଉଥିଲା। ଗଳି ଏତେ ତଙ୍ଗ ଥିଲା ଯେ ଦୁଇ ଜଣ ଲୋକ ଏକାଠି ନ ଧକ୍କା ହେବା ପର୍ଯ୍ୟନ୍ତ ସେଠାରୁ ଅତିକ୍ରମ କରିବା କଷ୍ଟକର ଥିଲା। ମୁଁ ମୁଣ୍ଡ ଉଠାଇ ଉପରକୁ ଦେଖିଲି। ବିଲ୍ଡିଂ ଗୁଡ଼ିକ ବହୁତ ଉଚ୍ଚା ଥିଲା। ବରଂ ବିଲ୍ଡିଂ ନୁହେଁ, ଏଗୁଡ଼ିକ ଅନେକ ଚୌବାରା ଥିଲା। ମୁଁ ସାମ୍ନାରେ ଥିବା ଚୌବାରାକୁ ଦେଖୁଥିଲି। ସେହି ଇମାରତ ବହୁତ ଲମ୍ବା ଥିଲା। ବୋଧହୁଏ ମୁଁ ଏପରି ଭ୍ରମଣ କରୁଥାଉଁ ଥାଉଁ ଏକ ପୁରୁଣା ମହଲାକୁ ଆସିଗଲି। ମୁଁ ଚାରିଆଡ଼େ ଦେଖିଲି। ସକାଳ ସମୟ ଥିଲା ଓ ଅଧିକ ଭିଡ଼ ନଥିଲା, କିନ୍ତୁ ରାସ୍ତାରେ ବିଛାଇ ହୋଇଥିବା ଆବର୍ଜନାକୁ ଦେଖି ମୁଁ ଅନୁମାନ କରିଥିଲି ଯେ ଯେଉଁ ଦୋକାନଗୁଡ଼ିକ ବନ୍ଦ ଥିଲା ସେଗୁଡ଼ିକ ନିଶ୍ଚୟ ଫୁଲ ଓ ପାନ ଦୋକାନ ଥିଲା। କିନ୍ତୁ ମୋତେ ଏଠାକୁ କିଏ ଆଣିଥିଲା, ଏହି ପ୍ରଶ୍ନ ମୋ ମନରେ ଘୁରୁଥିଲା। ମୋ ଭାଇଙ୍କ ଘର ତ ଏକ ବଡ଼ ଅଞ୍ଚଳରେ ଥିଲା। ମୁଁ ମୋ ଚିନ୍ତାରେ ଡୁବି କୋଠରୀର କାନ୍ଥ ସହ ଆଉଜି ବସିଲି ଓ
ଓ ପୁନର୍ବାର ଚିନ୍ତା କରିବାକୁ ଲାଗିଲି ଯେ ମୋତେ ଏଠାକୁ କିଏ ଆଣିଛି ଓ କିଏ ଏତେ ଦୟାଳୁ ଯେ ମୋ ମୁଣ୍ଡ ଉପରେ ଛାତ ଦେଇଛି। ପ୍ରାୟ 15 ମିନିଟ୍ ହେବ ଯେତେବେଳେ ଗୋଟିଏ ହୃଷ୍ଟପୁଷ୍ଟ ଲୋକ କୋଠରୀ ଭିତରକୁ ପଶିଲା। ତାର ରଙ୍ଗ ବହୁତ କଳା ଥିଲା। ତା ହାତରେ ଗୋଟିଏ ସପର ଥିଲା। ମୁଁ ଚୁପଚାପ ତାକୁ ଦେଖୁଥିଲି, ଜାଣିପାରୁନଥିଲି ସେ କିଏ। ମୁଁ ତାକୁ କେବେ ଦେଖିନଥିଲି। ସେ ପାଖକୁ ଆସି କହିଲା, ଆରେ ଭାଇ, ତୁ କିଏ? ନିଜ ବିଷୟରେ କିଛି କହ। ତାର ପ୍ରଶ୍ନରୁ ମୁଁ ଅନୁମାନ କଲି ଯେ ଏହି ଲୋକଟି ହିଁ ମୋତେ ରାସ୍ତାରୁ ଉଠାଇ ଏହି କୋଠରୀକୁ ଆଣିଛି। ମୁଁ ହସି ଦେଇ ତା ଆଡ଼କୁ ମୁଣ୍ଡ ହଲାଇଲି। ସେ ମୋ ସାମ୍ନାରେ ବସି ସପରଟି ଖୋଲିବାକୁ ଲାଗିଲା। ମୋ ପୁରା ଧ୍ୟାନ ସେଇ ସପର ଉପରେ ଥିଲା। ଜାଣିପାରୁନଥିଲି ତା ଭିତରେ କ'ଣ ଅଛି। ଯେତେବେଳେ ସେ ସପରଟି ଖୋଲିଲା, ତାରୁ ହାଲକା ପୋରିର ଖୁସବୁ ଆସିଲା ଓ ମୋ ଭୋକ ଏତେ ଜୋରରେ ଲାଗିଲା ଯେ ସେ ଖୁସବୁ ମୋ ଭୋକକୁ ଜଗାଇ ଦେଲା। ମୁଁ ଲୋଭୀ ଆଖିରେ ସେସବୁ ଦେଖୁଥିଲି। ତାପରେ ସେ ଲୋକଟି ମୋତେ ଦେଖି ମୁସ୍କୁରାଇ କହିଲା, ଏବେ ଏହାକୁ ଖାଇନେ, ନଚେତ୍ ଏମିତି ଦେଖି ଦେଖି ତୋ ଭୋକ ପୂରା ହେବ କି? ମୁଁ ମୁସ୍କୁରାଇ ତୁରନ୍ତ ହାଲୁଆ ପୁରୀ ଖାଇବାକୁ ଆରମ୍ଭ କଲି। ଜାଣିପାରୁନଥିଲି ସେ ହାଲୁଆ ପୁରୀ ସତରେ ଏତେ ସ୍ୱାଦିଷ୍ଟ ଥିଲା, ନା ମୋ ଭିତରେ ଥିବା ଭୋକ ଏକ ସାଧାରଣ ଖାଦ୍ୟକୁ ମଧ୍ୟ ଏତେ ସ୍ୱାଦିଷ୍ଟ କରିଦେଇଥିଲା। ଖାଇବା ପରେ ସେ ଲୋକଟି ଉଠି ଘଟାରୁ ପାଣି ବାହାର କରି ମୋତେ ଦେଲା ଓ ନିଜେ ମଧ୍ୟ ପିଇଲା। ତାପରେ କହିଲା, ଚାଲ, ଏବେ କହ, ତୁ କିଏ ଓ କେଉଁଠାରୁ ଆସିଛୁ? ମୁଁ କହିଲି, ତୁମେ କ'ଣ ମୋତେ ରାତିରେ ଏଠାକୁ ଆଣିଥିଲ? ମୋତେ ନିଶ୍ଚିତ ଥିଲା ଯେ ସେ ହିଁ ମୋତେ ଆଣିଥିବ, କିନ୍ତୁ ତଥାପି ଜାଣିନାହିଁ କାହିଁକି ମୁଁ ତାଙ୍କୁ ଏ ପ୍ରଶ୍ନ ପଚାରି ଦେଇଥିଲି। ମୋ ପ୍ରଶ୍ନର ଉତ୍ତରରେ ସେ ପ୍ରଥମେ ମୋତେ ଏକ ଅଶ୍ଳୀଳ ଗାଳି ଦେଲା ପରେ କହିଲେ, ହଁ, ମୁଁ ହିଁ ତୋତେ ଆଣିଛି। ଯଦି ନ ଆଣିଥାନ୍ତି ତେବେ ତୁ ଏବେ ମଧ୍ୟ ସେଇଠାରେ ପଡ଼ି ରହିଥାନ୍ତୁ। ଚାଲ, ମୋ ସମୟ ନଷ୍ଟ କରନା, ତୋ କାହାଣୀ କହ। ତୁ କିଏ ଓ ସେଠାରେ କେମିତି ପଡ଼ିଥିଲୁ? ସବୁ କହ। ସାବଧାନ, ଯଦି ତୁ ମୋତେ ମିଛ କହିବୁ। ପ୍ରଥମେ ମୋ ମନରେ ଆସିଲା ଯେ ମୁଁ ଏହି ଲୋକକୁ ମିଛ କହିବି। ଜାଣିପାରୁନଥିଲି ସେ କିଏ, କିନ୍ତୁ ପରେ ମିଛ କହିବାର ଇଚ୍ଛା ତ୍ୟାଗ କଲି। ମୋ ମନରେ ଚିନ୍ତା ଆସିଲା, ମୋ ପାଖରେ କୌଣସି ସମ୍ପତ୍ତି ବା ଧନ ନାହିଁ ଯେ ସତ କହିଲେ ଏ ମୋତେ ଡକାୟତି କରିବ। ମୋ ପାଖରେ ଘର ନାହିଁ, ଧନ ନାହିଁ, ପିଲା ନାହିଁ, ପରିବାର ନାହିଁ। ତେବେ ମୁଁ କାହିଁକି ମିଛ କହିବି? ମୁଁ ତାକୁ ସତ କହିବି। ଏହି ନିଷ୍ପତ୍ତି ନେଇ ମୁଁ ଧୀରେ ଧୀରେ ମୋ କାହାଣୀ କହିବାକୁ ଆରମ୍ଭ କଲି। ମୁଁ କହିଲି, ଆମେ ଦୁଇ ଭାଇ, ଗାଁରେ ମୋ ବାପାଙ୍କ ଜମିର ବଣ୍ଟନ ହେଲା। ସେ ସବୁ ବିକ୍ରି କରି ଅଧା ଟଙ୍କା ମୋତେ ମିଳିଲା ଓ ଅଧା ମୋ ଭାଇକୁ। ମୋ ଭାଇ ସହରକୁ ଆସିଲେ, ମୁଁ ମଧ୍ୟ ତାଙ୍କ ପଛରେ ସହରକୁ ଆସିଲି। ମୋ ଭାଇ ସେ ଟଙ୍କାରୁ ଏକ ଛୋଟ ଘର କିଣିଲେ ଓ ବାକି ଟଙ୍କା ବ୍ୟବସାୟରେ ଲଗାଇଲେ। ଏବେ ସେ ସହରର ଏକ କୋଟିପତି ହୋଇଗଲେ। ମୋ ପାଖରେ ମଧ୍ୟ କିଛି ଟଙ୍କା ଥିଲା। ମୁଁ ମଧ୍ୟ ଏକ ଛୋଟ ଘର କିଣିଲି, କିନ୍ତୁ ବାକି ସମସ୍ତ ଟଙ୍କା ଧୀରେ ଧୀରେ ଜୁଆରେ ହାରିଦେଲି। କିଛି ଟଙ୍କା ମୁଁ ଜୁଆରେ ଜିତିଲି, ଯାହାଦ୍ୱାରା ମୁଁ ବହୁତ ମଜା କଲି, କିନ୍ତୁ ଏବେ ମୋ ହାତରେ କିଛି ନାହିଁ। ଆମେ ଦୁଇ ଭାଇ ଏକାଠି ବହୁତ କମ୍ ମିଳୁଥିଲୁ। ସହର ଆସିବା ପରେ ମୋତେ ଜୁଆର ନିଶା ଆହୁରି ବଢ଼ିଗଲା। ପ୍ରଥମେ ମୁଁ ଡରୁଥିଲି, କିନ୍ତୁ ଯେତେବେଳେ ଜିତିବା ଆରମ୍ଭ କଲି, ବିନା ଚିନ୍ତାରେ ଟଙ୍କା ଲଗାଇବାକୁ ଆରମ୍ଭ କଲି। ମୋ ପତ୍ନୀ ମୋତେ ବହୁତ ଅଟକାଇଥିଲା, କିନ୍ତୁ ମୁଁ ତାର କଥା ନ ଶୁଣି ସେ ମୋତେ ଛାଡ଼ି ଚାଲିଗଲା ଓ ମୋ ପୁଅକୁ ମଧ୍ୟ ନେଇଗଲା। ଏବେ ମୁଁ ପୁରାପୁରି ଖାଲି ହାତ ହେଇଗଲି। ମୁଁ ଭାବିଲି ଭାଇଙ୍କ ପାଖକୁ ଯାଇ ବ୍ୟବସାୟ ପାଇଁ ଟଙ୍କା ମାଗିବି ଓ ଏଥର ସଚ୍ଚୋଟ ଭାବେ ବ୍ୟବସାୟ କରିବି। ଯେତେବେଳେ ମୋ ବ୍ୟବସାୟ ସ୍ଥାପନ ହେବ, ମୁଁ ମୋ ପତ୍ନୀ ଠାରୁ ମୋ ପୁଅକୁ ନେଇ ତାକୁ ତଲାକ ଦେବି, ଯାହାଦ୍ୱାରା ତାକୁ ଅନୁତାପ ହେବ ଯେ ସେ ଏକ ହୀରାକୁ ଛାଡ଼ି ଚାଲିଗଲା। କିନ୍ତୁ ମୁଁ କିଛି କରିପାରିଲି ନାହିଁ। ଭାଇ ମଧ୍ୟ ମୋର କୌଣସି ସାହାଯ୍ୟ କଲେ ନାହିଁ। କିଛି ସମୟ ପାଇଁ ମୁଁ ବୁଝିପାରୁନଥିଲି ମୁଁ କ'ଣ କରୁଛି। ଯେତେବେଳେ ଭାଇ ମୋ ସାହାଯ୍ୟ ନ କଲେ ଓ ମୋତେ ତାଙ୍କ ଘର ଭିତରୁ ମଧ୍ୟ ପ୍ରବେଶ କରାଇଲେ ନାହିଁ, ମୁଁ ତାଙ୍କୁ ବହୁତ ଅନୁରୋଧ କଲି। କିନ୍ତୁ ସେ ମୋ କଥା ନ ଶୁଣି ଗାର୍ଡକୁ କହି ମୋତେ ଧକ୍କା ମାରି ଘରୁ ବାହାର କରାଇଦେଲେ। ମୁଁ ଥଣ୍ଡା ବର୍ଷାରେ ଚାଲୁଥାଉଁ ଥାଉଁ ଜାଣିପାରୁନଥିଲି କେତେବେଳେ ଅଚେତ ହୋଇଗଲି। ସେ କହିଲା, ତୋର କଥା ଠିକ୍ ଅଛି, କିନ୍ତୁ ଅତିକମରେ ତୋ ଭାଇ ତୋତେ ଏହି ଥଣ୍ଡା ବର୍ଷାରେ ଏକା ଛାଡ଼ିଦେବାଟା ଉଚିତ ନଥିଲା। ମୁଁ କହିଲି, ହଁ, ମୋ ଭାଇ ମୋତେ ଏକା ଛାଡ଼ିଦେଲେ। ମୁଁ ତୁମର ଏହି ଉପକାର ଜୀବନରେ ଭୁଲିବି ନାହିଁ। ତୁମେ ମୋତେ ତୁମ ପାଖରେ ରଖ। ମୋ କାହାଣୀ କହିବା ସହିତ ମୁଁ ତା ସାମ୍ନାରେ ହାତ ଯୋଡ଼ି ଅନୁରୋଧ କରିବାକୁ ଲାଗିଲି। ମୋ ମନରେ ଭୟ ଥିଲା ଯେ ମୋ କାହାଣୀ ଶୁଣି ସେ ମଧ୍ୟ ମୋତେ ଏଠାରୁ ବାହାର କରିଦେବ। କିନ୍ତୁ ସେ ଧୀରେ ମୋ କାନ୍ଧରେ ଥାପୁଡ଼ାଇ ଦେଇ କହିଲା, ଚାଲ, ବ୍ୟସ୍ତ ହୁଅ ନାହିଁ। ଯଦି ତୁ ବୀରେନ ପାଖକୁ ଆସିଛୁ, ତେବେ ନିଶ୍ଚୟ ଏଥିରେ ଉପରେ ଥାଇ କିଛି ଇଚ୍ଛା ଥିବ।
ଖାଦ୍ୟ ତୁ ଖାଇସାରିଛୁ, ଏବେ ଯଦି ଆରାମ କରିବାକୁ ଚାହୁଁଛୁ ତେବେ କର, ମୁଁ ରାତିରେ ତୋ ପାଖକୁ ଆସିବି। ମୁଁ କହିଲି, ତୁମେ ସାରାଦିନ କ'ଣ କରିବ? ମୋ ମୁହଁରୁ ଏହି ଶବ୍ଦ ତୁରନ୍ତ ବାହାରିଗଲା। ସେ ଜୋରରେ ହସି କହିଲା, ଆରେ ଆମର ମଧ୍ୟ କାମ ଅଛି, ଆମର କାମ ତ ରାତିରେ ହିଁ ଆରମ୍ଭ ହୁଏ, ଦିନରେ ଆମେ କୌଣସି କାମ କରୁନାହିଁ। ମୋତେ ତାର କଥା ବୁଝା ପଡ଼ିଲା ନାହିଁ। ମୁଁ ପୁନର୍ବାର ପଚାରିଲି, ମୁଁ ବୁଝିପାରିଲି ନାହିଁ। ସେ ମୋ ମୁଣ୍ଡରେ ହାତ ବୁଲାଇ କହିଲା, ତୁ ଜୁଆ ଖେଳୁଛୁ, ମୋ କଥା ବୁଝୁନୁ। ମୁଁ ବହୁତ ବ୍ୟସ୍ତ ହୋଇଗଲି। ଏଥର ମୁଁ ତାକୁ କିଛି କହିଲି ନାହିଁ, କିନ୍ତୁ ମୋ ଅଭିବ୍ୟକ୍ତି ଦେଖି ସେ ବୁଝିଗଲା ଓ କହିଲା, ତୁ ଏ ଜାଗାକୁ ମଧ୍ୟ ଚିହ୍ନି ପାରିଲୁ ନାହିଁ। ମୁଁ ମନା କରି ମୁଣ୍ଡ ହଲେଇଲି। ସେ ଦୁଃଖରେ ମୁଣ୍ଡ ହଲେଇ କହିଲା, ଆରେ ଏ ଜାଗାକୁ ତ ଅନେକ ଲୋକ ଜାଣନ୍ତି, ଏହା ତ ମଣ୍ଡି, ସୋନା ମଣ୍ଡିର କୋଠା। ଏବେ ବୁଝିଲେ କି ନାହିଁ? ସୋନା ମଣ୍ଡିର ନାମ ଶୁଣି ମୋ ଗଳାରେ ଲୋମ ଠିଆ ହୋଇଗଲା। ମୁଁ କେବେ ଏହି ଅଞ୍ଚଳକୁ ଆସିନଥିଲି। ମୁଁ ଯଦିଓ ଅନେକ ପାପ କରିଛି, କିନ୍ତୁ ଏହି ପାପ ମୁଁ କେବେ କରିନଥିଲି। ମୁଁ ଏକ ମୁହୂର୍ତ୍ତ ପାଇଁ ଆଶ୍ଚର୍ଯ୍ୟ ହୋଇଗଲି। ଜାଣିପାରୁନଥିଲି କାହିଁ ମୋ ଭିତରେ ଏମିତି ଅନୁଭବ ହେଉଥିଲା ଯେ ମୁଁ ଏତେ ଖରାପ ଜାଗାରେ ଠିଆ ହେଇଛି। ମୁଁ ମୋ ଜାଗାରୁ ଉଠି ଠିଆ ହେଲି। ବୀରେନ ମୋତେ ଦେଖି ମୁସ୍କୁରାଇ କହିଲା, ଆରେ ତୁ ମଧ୍ୟ ଅନ୍ୟ ଲୋକଙ୍କ ପରି ଆମଠାରୁ ଘୃଣା କରିବାକୁ ଲାଗିଲୁ? ମୋ ମନ ଚାହୁଁଥିଲା ଯେ ମୁଁ ହଁ କହି ମୁଣ୍ଡ ହଲାଇ ଦେବି, କିନ୍ତୁ ସେହି ସମୟରେ ବୀରେନର ଉପକାର ମନେ ପଡ଼ିଲା। ତେଣୁ ମୁଁ ଚୁପଚାପ ମନା କରି ମୁଣ୍ଡ ହଲାଇଲି। ସେ ନରମ ଭାବେ ଉଠି ମୋ କାନ୍ଧରେ ହାତ ରଖି କହିଲା, ଚାଲ, ବ୍ୟସ୍ତ ହୁଅ ନାହିଁ, ମୁଁ ରାତିରେ ପୁନର୍ବାର ଆସିବି। ଏବେ ମଧ୍ୟ ତୋ ଖାତିର ପାଇଁ ଉଠି ଆସିଛି। କେଉଁଠୁ ତୁ ଭୋକିଲା ନ ହୋ, ଏହି ଟଙ୍କା ରଖ ଓ ମଧ୍ୟାହ୍ନରେ ଖାଦ୍ୟ ଖାଇନେ। ଏହା କହି ସେ ନିଜ ଜେବରୁ କିଛି ଟଙ୍କା ବାହାର କରି ମୋ ହାତରେ ଦେଲା। ମୋ ମନ ଚାହୁଁନଥିଲା ସେ ଟଙ୍କା ନେବାକୁ, କିନ୍ତୁ ମୁଁ ଅସହାୟ ଥିଲି। ମୋ ପେଟ ମଧ୍ୟ ଭୋକରେ ଜର୍ଜରିତ ଥିଲା। ଯଦି ସେ ରାତିରେ ଆସୁଥିଲା, ତେବେ ମୁଁ ରାତି ପର୍ଯ୍ୟନ୍ତ କେମିତି ଭୋକିଲା ରହିଥାନ୍ତି? ମୋ ଠାରୁ ଭୋକ କୌଣସି ଅବସ୍ଥାରେ ସହି ହେଉନଥିଲା। ମୋ ଶରୀର କମ୍ପିବାକୁ ଲାଗୁଥିଲା। ସେ ମୋତେ ଟଙ୍କା ଦେଇ ହସି ଦେଇ ସେଠାରୁ ଚାଲିଗଲା। ସେ ଯିବା ମାତ୍ରେ ମୋ ମନରେ ଆସିଲା ଯେ ବୋଧହୁଏ ବୀରେନକୁ ମୋ ପାଇଁ ଫରିସ୍ତା ହେବାକୁ ପଠାଇଛି। ଯଦି ସେ ଅପରାଧୀ, ତେବେ ମୁଁ ମଧ୍ୟ କି କମ୍ ଅପରାଧୀ? ଜୁଆ ଖେଳିବା ମଧ୍ୟ ତ ପାପ, କିନ୍ତୁ ମୁଁ ଖେଳୁଛି, ଏହି ଚିନ୍ତା କରି ମୁଁ ଏକଦମ ନିଶ୍ଚିନ୍ତ ହୋଇଗଲି। ଏବେ ମୁଁ ବାହାରକୁ ଯାଇ ଗଳିରେ ବୁଲୁଥାଏ। ସେହି ସମୟରେ ମୁଁ ଦେଖିଲି କିଛି ଘରର ଦୁଆର ଖୋଲା ଥିଲା ଓ ସେଠାରେ କିଛି ଝିଅ ଦେଖାଯାଉଥିଲେ। କେହି ପ୍ରସ୍ତୁତ ହେଉଥିଲେ ଓ କେହି ଅପରିଚ୍ଛନ୍ନ ପୋଷାକରେ ଠିଆ ହୋଇଥିଲେ। ମୁଁ ମୋ ନଜର ଫେରାଇ ନେଲି। କିଛି ସମୟ ମୁଁ ଏହି ଗଳିରେ ବୁଲୁଥାଏ, କିନ୍ତୁ ତଥାପି ମୋ ମନରେ ମୋ ଭାଇ ପ୍ରତି ଘୃଣା ଆହୁରି ବଢ଼ିଗଲା। ମୁଁ କିଛି ସମୟ ପାଇଁ ଏକ ପାର୍କରେ ଆସି ବସିଲି ଓ ଚିନ୍ତା କରିବାକୁ ଲାଗିଲି ଯେ ମୋତେ ଏବେ କ'ଣ କରିବା ଉଚିତ। ମୁଁ ସାରା ଜୀବନ ଏଠାରେ ରହିପାରିବି ନାହିଁ। ତା ଉପରେ ସୋନା ମଣ୍ଡି ପରି ଜାଗାରେ ତ କେବେ ନୁହେଁ। ଅନେକ ଚିନ୍ତା କରିବା ପରେ ମଧ୍ୟ ମୋତେ କୌଣସି ଉପାୟ ମିଳିଲା ନାହିଁ ଯାହା ମୁଁ ମୋ ଭାଇ ବିରୁଦ୍ଧରେ ବ୍ୟବହାର କରି ତାକୁ ଶିକ୍ଷା ଦେଇପାରିଥାନ୍ତି। ମୁଁ ଫେରି ମୋ କୋଠରୀକୁ ଯାଇ ପୁନର୍ବାର ଶୋଇପଡ଼ିଲି, କାରଣ ମୋ ସ୍ୱାସ୍ଥ୍ୟ ଏବେ ମଧ୍ୟ ଠିକ୍ ନଥିଲା। ମୁଁ ଶୋଇବାର କିଛି ସମୟ ହୋଇଥିଲା ଯେତେବେଳେ ବୀରେନ ମୋ କାନ୍ଧ ହଲାଇଲା। ମୁଁ ହଡ଼ବଡ଼ାଇ ଉଠି ବସିଲି। ସେ ହାତରେ ଖାଦ୍ୟର ଥଳି ଧରି ଠିଆ ହୋଇଥିଲା। ସେ କହିଲା, ଏହା ନେ, ଚମ୍ପାବାଇ ତୋ ପାଇଁ ଖାଦ୍ୟ ପଠାଇଛି। ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି, ଚମ୍ପାବାଇ କିଏ? ସେ କହିଲା, ଆରେ ସେଇ ସୋନା ମଣ୍ଡିର ମାଲିକାଣୀ। ମୁଁ ତା ପାଖରେ ହିଁ କାମ କରେ। ମୁଁ ଏମିତି କଥାବାର୍ତ୍ତାରେ ତାକୁ ପଚାରିଲି, ତୁମେ କ'ଣ କାମ କର? ମୋତେ ଭୟ ଲାଗୁଥିଲା ଯେ ସେ ମୋତେ ଗାଳି ନ ଦେଉ, କିନ୍ତୁ ସେ ଲଜ୍ଜା କରିବାକୁ ଲାଗିଲା। ତାର ଲଜ୍ଜା ମୋତେ ବହୁତ ଅଜଣା ଲାଗିଲା ଓ ହସ ମଧ୍ୟ ଲାଗିଲା। ସେ କହିଲା, ମୁଁ ଚମ୍ପାବାଇର ଖାସ୍ ଲୋକ। ଅପହରଣ କରିବା ଓ ଖୁନ କରିବା ହିଁ ମୋ କାମ। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ମାନେ ତୁମେ ସୋନା ମଣ୍ଡିରେ ଲୋକଙ୍କୁ ମାର? ସେ ମୁସ୍କୁରାଇ କହିଲା, ଆରେ ନାହିଁ, କିନ୍ତୁ ଏକ ପ୍ରକାରେ ତୋ କଥା ଠିକ୍। ମୁଁ ସୋନା ମଣ୍ଡିରେ କେବଳ ଝିଅମାନଙ୍କ ସୁରକ୍ଷା କରେ। ଅନେକ ସମୟରେ ଧନୀ ଓ ରଇସ ଲୋକ ଆସନ୍ତି ଓ ସେମାନେ ଝିଅମାନଙ୍କୁ ନେଇଯିବାକୁ ଚେଷ୍ଟା କରନ୍ତି। ତେଣୁ କେବଳ ମୁଁ ନୁହେଁ, ମୋ ପରି ଅନେକ ଗୁଣ୍ଡା ଏଠାରେ ସବୁବେଳେ ଉପସ୍ଥିତ ରହନ୍ତି, ଯାହାଦ୍ୱାରା କୌଣସି ଅଘଟଣ ହେଲେ ତାହାକୁ ନିୟନ୍ତ୍ରଣ କରିପାରିବୁ। ଏହା ବ୍ୟତୀତ ଆମେ ଅର୍ଡର ମଧ୍ୟ ନେଉ। ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି, କି ପ୍ରକାର ଅର୍ଡର? ସେ କହିଲା, ଆରେ ତୁ ତ ବଡ଼ ଭୋଳା। ତୁ କି ପ୍ରକାର ଜୁଆ ଖେଳୁଥିଲୁ ଯେ ତୋତେ ଦୁନିଆ ବିଷୟରେ କିଛି ଜଣା ନାହିଁ? ଚାଲ, ମୁଁ ତୋତେ କହୁଛି। ଅର୍ଡର ମାନେ ସୁପାରି, ଯାହାକୁ ଖୁନ କରାଇବାକୁ ହେବ, ଜାଗାରୁ ହଟାଇବାକୁ ହେବ ବା କାହା ଉପରେ କବ୍ଜା କରାଇବାକୁ ହେବ। ଏସବୁ କାମ ଆମେ ହିଁ କରୁ। ଆମର ଏକ ପୂରା ସିଷ୍ଟମ ଅଛି। ଆମେ କେବଳ ଆମ ଅଞ୍ଚଳର ସୁରକ୍ଷା କରୁନାହିଁ, ଏସବୁ କାମ ମଧ୍ୟ ଆମ ଜୀବନ।
ସେ ଏତେ କହି ଚୁପ୍ ହୋଇଗଲା। ଏକ ମୁହୂର୍ତ୍ତ ପାଇଁ ମୋତେ ବୀରେନ ଠାରୁ ଭୟ ଲାଗିଲା। ତାକୁ ଦେଖିଲେ ସତରେ ଭୟ ଲାଗୁଥିଲା। ମୁଁ ଭୟରେ ତା'ଠାରୁ ଅଳ୍ପ ଦୂରକୁ ଯାଇ ବସିଲି। ସେ ପେଟ ଧରି ହସି କହିଲା, ଆରେ ତୁ ତ ବହୁତ ଡରପୋକ ହୋଇଗଲୁ। ଚାଲ, କିଛି ହୁଏ ନାହିଁ, ଭୟ କର ନାହିଁ, ମୁଁ ତୋର ନିଜର ହିଁ। ଯେମିତି ତୁ ମୋତେ ତୋ ଜୀବନ କାହାଣୀ କହିଲୁ, ସେମିତି ମୁଁ ମଧ୍ୟ ତୋତେ ମୋ ବିଷୟରେ କହିଲି। ମୁଁ ତା କଥାରେ ହଁ କହି ମୁଣ୍ଡ ହଲାଇଲି। ତଥାପି ମୋତେ ତା'ଠାରୁ ଭୟ ଲାଗୁଥିଲା। ତାପରେ ହଠାତ୍ ମୋ ମନରେ ଏକ ଚିନ୍ତା ଆସିଲା। ମୁଁ ମୋ ଚିନ୍ତା ବୀରେନକୁ କହିବା ପୂର୍ବରୁ ସେ ଗମ୍ଭୀର ଶବ୍ଦରେ କହିଲା, କହ, ତୋ ମନରେ କ'ଣ ଆସିଲା? ମୁଁ ଆଶ୍ଚର୍ଯ୍ୟ ହେଲି ଯେ ମୋ କହିବା ପୂର୍ବରୁ ସେ କେମିତି ଜାଣିଲା ଯେ ମୋ ମନରେ କିଛି ଚାଲୁଛି। ମୁଁ ଏହା ତାକୁ ପଚାରି ନଥିଲି। ସେ ମୁସ୍କୁରାଇ କହିଲା, ଆରେ ଏମିତି ହିଁ ଆମେ ଲୋକଙ୍କୁ ମାରୁନାହିଁ। ଆମେ ଅଧିକ ନ ଜାଣିଲେ ମଧ୍ୟ 50% ତ ଜାଣୁ ଯେ ସାମ୍ନାରେ ଥିବା ଲୋକର ମନରେ କ'ଣ ଚାଲୁଛି। ସେ କି କଥା କହିବାକୁ ଚାହୁଁଛି। ଚାଲ, ତୁ ମୋତେ ତୋ କଥା କହ। ତୋ ମନରେ କ'ଣ ଆସିଲା? ମୁଁ ନରମ ଶବ୍ଦରେ କହିଲି, ଯାର ତୁ କାହାକୁ ମାରିବା ପାଇଁ କ'ଣ ନେଉଛୁ? ଏହି ଶବ୍ଦ କହୁଥାଏ ମୁଁ ବହୁତ ଘବରାଇ ଯାଇଥିଲି। ସେ ମୋ କାନ୍ଧରେ ହାତ ମାରି କହିଲା, ତୋ ପାଇଁ ମୁଁ ଉଥିରେ ହିଁ ମାରିଦେବି। କହ, କାହାକୁ ମାରିବାକୁ ହେବ? ମୋତେ କାହିଁ ଲାଗୁଛି ଯେ ତୁ ତୋ ଭାଇକୁ ହିଁ ମାରିବାକୁ ଚାହୁଁଛୁ। ଯେତେବେଳେ ବୀରେନ ଏହି କଥା କହିଲା, ମୋ ଆଖି ଆଶ୍ଚର୍ଯ୍ୟରେ ବିସ୍ତାରିତ ହେଲା। ସେ ହସି କହିଲା, ଚୁପଚାପ, ଅଧିକ ଚିନ୍ତା କର ନାହିଁ। ମୁଁ ତୋତେ କହିଲି ନା ଯେ ମୁଁ ଲୋକର ମୁହଁ ପଢ଼ିପାରେ। ମୁଁ ତୋତେ ଏଠାକୁ ଆଣିଥିଲି କାରଣ ମୁଁ ତୋ ମୁହଁ ପଢ଼ିଥିଲି। ମୁଁ ଭାବିଲି ତୁ ନିରୀହ। ଚାଲ, ତୋ କାମ ହେଇଯିବ। କିନ୍ତୁ ମୁଁ ତୋତେ ଆଉ ଗୋଟିଏ ଦିନ ଦେଉଛି, ଯାହାଦ୍ୱାରା ତୁ ଭଲ ଭାବେ ଚିନ୍ତା କରି ନିଷ୍ପତ୍ତି ନେଇପାରିବୁ। ଯଦି ଏହି ସୁଯୋଗ ହାତରୁ ଚାଲିଗଲା, ତେବେ ମୁଁ ନାହିଁ ଚାହୁଁଛି ଯେ ତୁ ପରେ ଅନୁତାପ କର ଯେ ତୁ ତୋ ଭାଇକୁ କାହିଁକି ମାରିଲୁ ବା କାହିଁ ନ ମାରିଲୁ। ଯାହା ତୁ କରିବାକୁ ଚାହୁଁଛୁ, ଭଲ ଭାବେ ଚିନ୍ତା କର। ଏହା କହି ସେ ମୋ ଜାଗାରେ ଶୋଇପଡ଼ିଲା। ମୁଁ ମୋ ଚିନ୍ତାରେ ଡୁବି ରହିଲି। ମୁଁ ସତରେ ମୋ ଭାଇକୁ ମାରିବାକୁ ଚେଷ୍ଟା କରିପାରେ କି? ମୋ ଭିତରୁ ଏକ ଆବାଜ ବାହାରିଲା। କିନ୍ତୁ ତାପରେ ମୋ ମନ କିଛି ନ ଶୁଣି ବଦଳାଇ ଦେଲା ଯେ ଯଦି ତାର ମୋ ପ୍ରତି ଚିନ୍ତା ନାହିଁ, ତେବେ ମୁଁ ତାର ଚିନ୍ତା କାହିଁ କରୁଛି? ବିଶ୍ୱରେ ତ ଶହ ଶହ ଲୋକ ମରୁଛନ୍ତି। ତାଙ୍କ ମଧ୍ୟରୁ ମୋ ଭାଇ ମରିଗଲେ କ'ଣ ଫରକ ପଡ଼ିବ? ମୁଁ ମୋ ନିଷ୍ପତ୍ତି ନେବାରେ ସଫଳ ହୋଇଗଲି। ସେହି ସମୟରେ ବୀରେନ ମଧ୍ୟ ଶୋଇପଡ଼ିଥିଲା। ମୁଁ ଧୀରେ କୋଠରୀରୁ ବାହାରକୁ ଆସିଲି। ସକାଳ ପର୍ଯ୍ୟନ୍ତ ରାସ୍ତା ଶୂନ୍ୟ ଓ ନିର୍ଜନ ଥିଲା। ଗୋଟିଏ ଗଳିରେ ଫୁଲ ଦୋକାନଗୁଡ଼ିକ ଖୁସବୁ ମାରୁଥିଲା। ଏହି ଦୋକାନଗୁଡ଼ିକ ଉପରେ ହଳଦିଆ ରଙ୍ଗର ବଲ୍ବ ମଧ୍ୟ ଜଳୁଥିଲା। ଚୌବାରା ଓ ଘରର ଦୁଆରରେ ଝିଅମାନେ ସଜବାଜ ହୋଇ ବାଲକୋନି ଓ ଚୌବାରା ଦୁଆରରେ ଠିଆ ହୋଇ ହସୁଥିଲେ। ଏକ ମୁହୂର୍ତ୍ତ ପାଇଁ ସେ ଝିଅମାନଙ୍କ ନଜର ମୋ ଉପରେ ପଡ଼ିଲା ଓ ସେମାନେ ମୋ ଉପରେ ମନ୍ତବ୍ୟ ଦେଉଥିଲେ। ମୁଁ ଲଜ୍ଜାରେ କେତେବେଳେ ଏପଟେ ଦେଖୁଥିଲି ତ କେତେବେଳେ ସେପଟେ, କିଛି ବୁଝିପାରୁନଥିଲି। ହଠାତ୍ ଏକ ରଙ୍ଗୀନ ବଲ୍ବ ଫାଟିଗଲା। ତାପରେ ମୁଁ ଗଳିର ଅନ୍ୟ ପାର୍ଶ୍ୱରୁ ଏକ ଲୋକକୁ ଦୌଡ଼ୁଥିବାର ଦେଖିଲି। ତାର ମୁଣ୍ଡ ଫାଟି ଯାଇଥିଲା ଓ ପୋଷାକ ରକ୍ତରେ ରଞ୍ଜିତ ଥିଲା। ସେ ଅସୁବିଧାରେ ଦୌଡ଼ୁଥିଲା। ତା ପଛରେ 3-4 ଜଣ ଅସ୍ତ୍ର ଧରି ତାର ଗତିରେ ଦୌଡ଼ୁଥିଲେ ଓ କହୁଥିଲେ, ବୀରେନ, କେଉଁଠି ଅଛୁ? ଶିକାରକୁ ଧର। ଚୁହା ପରି ବିଲରେ ପଶି ବସିଛୁ। ସେ ଲୋକଟିକୁ ଧରିବା ସହିତ ବୀରେନକୁ ମଧ୍ୟ ଡାକୁଥିଲେ। ମୁଁ ଆଶ୍ଚର୍ଯ୍ୟରେ ଏହି ଦୃଶ୍ୟ ଦେଖୁଥିଲି। ସେଠାରେ ଠିଆ ହୋଇଥିବା ଝିଅମାନେ ନିଶ୍ଚିତ ଥିଲେ, ଯେମିତି ତାଙ୍କୁ କୌଣସି ଫରକ ପଡ଼ୁନଥିଲା। ସେମାନେ ଏମିତି ଦେଖୁଥିଲେ ଯେମିତି ଏହା ସେମାନଙ୍କ ପାଇଁ ସାଧାରଣ। ଯେତେବେଳେ ସେ ଲୋକଟି ମୋ କୋଠରୀ ପାଖକୁ ଆସିଲା, ହଠାତ୍ ମୋତେ ପଛରୁ ଏକ ଧକ୍କା ଲାଗିଲା ଓ ମୁଁ ପଡ଼ିବାରୁ ବଞ୍ଚିଗଲି। ଯେତେବେଳେ ମୁଁ ହୋସ ସମ୍ଭାଳି ପଛକୁ ଦେଖିଲି, ସେଠାରେ କେହି ନଥିଲେ। କିନ୍ତୁ ସାମ୍ନା ଗଳିରେ ବୀରେନ ସେହି ଲୋକଟିର ଗଳା ଧରି ଠିଆ ହୋଇଥିଲା। ବୀରେନ ତାର ଗଳା ଚିପି କହିଲା, ସାଲା, କି କାଣ୍ଡ କରି ଆସିଛୁ? ମୁଁ ଠିଆ ହୋଇ ଏହି ଦୃଶ୍ୟ ଦେଖୁଥିଲି। ମୋ ଆଖି ଉପରେ ବିଶ୍ୱାସ ହେଉନଥିଲା ଯେ ଏହି ଲୋକଟି ହିଁ ମୋ ଏତେ ସେବା କରୁଥିଲା। ସେ ମୋ ସାମ୍ନାରେ ଏତେ ନରମ ଓ ମୁସ୍କୁରାଇ କଥା ହେଉଥିଲା, କିନ୍ତୁ ଏହି ସମୟରେ ସେ ଏକ ଭୟଙ୍କର ବାଘ ପରି ଲାଗୁଥିଲା, ଯାହାର ସାମ୍ନାରେ ତାର ଶିକାର ଥିଲା ଓ ସେ ତାକୁ ଏକ ମୁହୂର୍ତ୍ତରେ ଚିରି ଫାଡ଼ି ଦେବାକୁ ଚାହୁଁଥିଲା। ଅନ୍ୟ ଜଣେ ଲୋକ କହିଲା, ବୀରେନ, ଏହାର ଜୀବନ ନେ। ଏହା ଦୁନିଆରେ ରହିବାର କୌଣସି ଫାଇଦା ନାହିଁ। ବୀରେନ ଏହା ମଧ୍ୟ ପଚାରିଲା ନାହିଁ ଯେ ଏହି ଲୋକଟି କ'ଣ କରିଥିଲା। ଦେଖୁ ଦେଖୁ ସେ ଏକ ଝଟକାରେ ସେହି ନିରୀହ ଲୋକଟିର ଗଳା ଭାଙ୍ଗିଦେଲା। ତାପରେ ସେ ପଚାରିଲା, ଆରେ ଯାହାର, ଏବେ ତ କହ, ଏହା କ'ଣ କରିଥିଲା? ଯେଉଁ ଲୋକଟି ତାକୁ ମାରିବାକୁ କହିଥିଲା, ସେ ନରମ ଶବ୍ଦରେ କହିଲା, ମୋ ଟଙ୍କା ଚୋରି କରି ପଳାଉଥିଲା।
ଚୋର ଥିଲା ସାଲ। ଠିକ୍ ହେଲା, ଦୁନିଆରୁ ଏକ ଚୋରର ଭାର କମିଗଲା। ସେ ସୁଖରେ ନିଜ ହାତ କାନ୍ଥରେ ସଫା କରୁଥିଲା। ଏହା ଦେଖି ମୋ ମୁହଁ ରଙ୍ଗ ଉଡ଼ିଗଲା। ମୁଁ ବିଶ୍ୱାସ କରିପାରୁନଥିଲି ଯେ ସେ ଏତେ ନିଷ୍ଠୁର ହୋଇପାରେ। ପୁରା ଗଳିରେ ଏକ ଶାନ୍ତି ଥିଲା। କେହି ଏ ବିଷୟରେ ଅଧିକ ଧ୍ୟାନ ଦେଉନଥିଲେ। ଯେଉଁମାନେ ତା ପଛରେ ଆସୁଥିଲେ ସେମାନେ ଆଗକୁ ଆସି ବୀରେନ୍‌ର ହାତ ନିଜ ମୁଣ୍ଡରେ ଲଗାଇ କହିଲେ, ବହୁତ ବହୁତ ଧନ୍ୟବାଦ। ଚାଲ, ଆମେ ଯାଉଛୁ। ଏହା କହି ସେମାନେ ସେହି ଲୋକଟିର ମୃତ ଶରୀର ଉଠାଇ ସେଠାରୁ ଚାଲିଗଲେ। ମୋ ରୋମ ଠେଲା ହୋଇଗଲା। ତାପରେ ବୀରେନ୍ ମୋତେ ଦେଖି ଜୋରରେ ହସି କହିଲା, ତୁ ମଧ୍ୟ ଏବେ ହିଁ ଡରିଗଲୁ? ମୁଁ ଏବେ ମଧ୍ୟ ଆଘାତରେ ଥିଲି। ଜାଣିପାରୁନଥିଲି ଏହି ଆଘାତରୁ ବାହାରକୁ କେତେ ସମୟ ଲାଗିବ। ମୁଁ କହିଲି, ତୁମେ ଏକଦମ ଡରିଲ ନାହିଁ। ସେ କହିଲା, ଯାହାର ଡରିଲି ନାହିଁ ସେଥିପାଇଁ ତୋତେ ଚିନ୍ତା କରିବା ପାଇଁ ସମୟ ଦେଇଛି। ନଚେତ୍ ତୋ ଭାଇକୁ ମାରିବା ପୂର୍ବରୁ ମଧ୍ୟ ମୋତେ ଚିନ୍ତା କରିବାକୁ ପଡ଼ିବ ନାହିଁ। ମୁଁ ମୁସ୍କିଲରେ ନିଜ ସାଧାରଣ କରିବାକୁ ଚେଷ୍ଟା କଲି। ବୀରେନ୍ କଥା ମୋ ମନରେ ଗୁଞ୍ଜୁଥିଲା। ତାହାର ସେହି ନିଷ୍ଠୁର ହସ ଓ ସେହି ଲୋକଟିର ଗଳା ଭାଙ୍ଗିବାର ଦୃଶ୍ୟ ମୋ ଆଖି ଆଗରେ ହଟୁନଥିଲା। ମୁଁ ଭାବୁଥିଲି, ଏକଦମ ଏତେ ସହଜରେ କେହି ଜଣେ ଜୀବନ ନେଇପାରେ? ମୋ ମନରେ ମୋ ଭାଇ ପ୍ରତି ଥିବା ରାଗ ଏବେ କିଛି କମିବାକୁ ଲାଗିଲା। କିନ୍ତୁ ତଥାପି ମୋ ଭିତରେ ଏକ ଅଜଣା ଜିଦ୍ ଥିଲା, ଯାହା ମୋତେ ବୀରେନ୍‌ର ପ୍ରସ୍ତାବ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରୁଥିଲା। ବୀରେନ୍ ମୋତେ ଦେଖି କହିଲା, କ'ଣ ଏବେ ମଧ୍ୟ ଚିନ୍ତାରେ ଡୁବିଛ? ଦେଖ, ଜୀବନ ଏମିତି ହିଁ। ଯେଉଁମାନେ ଦୁନିଆରେ ଟିକି ରହିବାକୁ ଚାହାନ୍ତି ସେମାନେ ନିଜ ଜାଗା ନିଜେ ତିଆରି କରନ୍ତି। ତୁ ମୋତେ କହିଲୁ ଯେ ତୋ ଭାଇ ତୋତେ ଏକା ଛାଡ଼ିଦେଲା। ଏବେ ତୁ ନିଜେ ନିଷ୍ପତ୍ତି ନେ। ମୁଁ ତୋତେ ସୁଯୋଗ ଦେଇଛି। ଏହା ତୋ ଜୀବନର ଏକ ମୋଡ଼। ତୁ ଯାହା ଚାହୁଁଛୁ ତାହା କର। କିନ୍ତୁ ମନେ ରଖ, ଏହି ସୁଯୋଗ ବାରମ୍ବାର ଆସେ ନାହିଁ। ମୁଁ ଚୁପଚାପ ତାର କଥା ଶୁଣୁଥିଲି। ମୋ ମନରେ ଏକ ଦ୍ୱନ୍ଦ୍ୱ ଚାଲୁଥିଲା। ଏକପଟେ ମୋ ଭାଇର ଅପମାନ ଓ ତାର ନିଷ୍ଠୁରତା ମୋତେ ପ୍ରତିଶୋଧ ନେବାକୁ ଉସ୍କାଉଥିଲା। ଅନ୍ୟପଟେ ବୀରେନ୍‌ର ଏହି ନିଷ୍ଠୁର ରୂପ ମୋତେ ଭୟଭୀତ କରୁଥିଲା। ମୁଁ ଭାବୁଥିଲି, ଯଦି ମୁଁ ତାର କଥାରେ ରାଜି ହେଲି, ତେବେ ମୁଁ ମଧ୍ୟ ଏକ ଅପରାଧୀ ହୋଇଯିବି। ମୋ ଜୀବନ ଏମିତି ଖରାପ ହୋଇଛି, କିନ୍ତୁ ଏତେ ଖରାପ ହେବାକୁ ମୁଁ ଚାହେଁ ନାହିଁ। ମୁଁ ଧୀରେ ଧୀରେ କହିଲି, ବୀରେନ୍, ତୁମେ ମୋ ପାଇଁ ଯାହା କରିଛ ତାହା ମୁଁ କେବେ ଭୁଲିବି ନାହିଁ। କିନ୍ତୁ ମୁଁ ଏମିତି କାମ କରିପାରିବି ନାହିଁ। ମୋ ଭାଇ ମୋ ସହ ଖରାପ କଲା, କିନ୍ତୁ ତାର ଜୀବନ ନେବା ମୋ ପାଇଁ ସମ୍ଭବ ନୁହେଁ। ମୁଁ ଏହା ଚାହେଁ ନାହିଁ। ବୀରେନ୍ ମୋ ଆଡ଼କୁ ଏକ ନଜରରେ ଦେଖିଲା। ତାର ଆଖିରେ ଏକ ଅଜଣା ଅଭିବ୍ୟକ୍ତି ଥିଲା। ସେ କିଛି ସମୟ ଚୁପ୍ ରହିଲା। ତାପରେ ହସି କହିଲା, ତୁ ଏକ ଅଲଗା ଲୋକ। ଏମିତି ଲୋକ ଏଠାରେ ବହୁତ କମ୍ ଦେଖାଯାଏ। ଠିକ୍ ଅଛି, ତୋ ନିଷ୍ପତ୍ତି ମୁଁ ମାନୁଛି। କିନ୍ତୁ ଏବେ ତୁ କ'ଣ କରିବୁ? ତୋ ପାଖରେ କିଛି ନାହିଁ। ତୁ ଏକା କେଉଁଆଡ଼େ ଯିବୁ? ମୁଁ ମୁଣ୍ଡ ତଳକୁ କରି କହିଲି, ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଏଠାରେ ରହିପାରିବି ନାହିଁ। ଏହି ଜାଗା ମୋ ପାଇଁ ନୁହେଁ। ମୁଁ କିଛି ନା କିଛି କାମ ଖୋଜି ନେବି। ହୁଏତ ମୋ ଜୀବନ ଆଉ ଥରେ ଆରମ୍ଭ ହେବ। ବୀରେନ୍ ମୋ କାନ୍ଧରେ ହାତ ରଖି କହିଲା, ତୋ ଇଚ୍ଛା। କିନ୍ତୁ ମନେ ରଖ, ଏହି ଦୁନିଆ ସହଜ ନୁହେଁ। ତୁ ଯଦି ବାହାରେ ଯାଇ କିଛି ନ ପାଇଲୁ, ତେବେ ମୋ ପାଖକୁ ଫେରି ଆସିବୁ। ମୁଁ ତୋତେ ଏକ ଜାଗା ଦେବି। ଏଠାରେ କାମର ଅଭାବ ନାହିଁ। ମୁଁ ତା କଥାରେ ମୁଣ୍ଡ ହଲାଇ ଦେଲି। କିନ୍ତୁ ମୋ ମନରେ ନିଷ୍ପତ୍ତି ଥିଲା ଯେ ମୁଁ ଏହି ଜାଗା ଛାଡ଼ି ଚାଲିଯିବି। ମୁଁ ତାକୁ ଧନ୍ୟବାଦ ଦେଇ କୋଠରୀରୁ ବାହାରିଲି। ସକାଳର ସୂର୍ଯ୍ୟ ଆଲୋରେ ଗଳିଟା ଏବେ ଶାନ୍ତ ଥିଲା। ରାତିର ସେହି ହଟଚଟ ଏବେ ନାହିଁ ଲାଗୁଥିଲା। ମୁଁ ଗଳିରୁ ବାହାରି ମୁଖ୍ୟ ରାସ୍ତାକୁ ଆସିଲି। ମୋ ପାଖରେ ବୀରେନ୍ ଦେଇଥିବା କିଛି ଟଙ୍କା ଥିଲା। ମୁଁ ଏକ ଛୋଟ ହୋଟେଲରେ ପହଞ୍ଚି କିଛି ଖାଦ୍ୟ ଖାଇଲି। ଖାଇବା ସମୟରେ ମୁଁ ଚିନ୍ତା କରୁଥିଲି, ଏବେ ମୋ ଜୀବନରେ କ'ଣ କରିବି? ମୋ ପାଖରେ କୌଣସି ଦକ୍ଷତା ନାହିଁ, କୌଣସି ଧନ ନାହିଁ, କୌଣସି ପରିବାର ନାହିଁ। କିନ୍ତୁ ମୋ ଭିତରେ ଏକ ନୂଆ ଆଶା ଜନ୍ମିଥିଲା। ମୁଁ ଭାବିଲି, ଯଦି ମୁଁ ଜୁଆରେ ସବୁ ହାରିଛି, ତେବେ ଏବେ ନୂଆ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରିବି। ମୁଁ ସହରର ଏକ ବଡ଼ ବଜାର ଆଡ଼କୁ ଗଲି। ସେଠାରେ ଅନେକ ଦୋକାନ ଓ କାମର ସୁଯୋଗ ଥାଇପାରେ ବୋଲି ମୁଁ ଭାବିଲି। କିଛି ଦୂର ଯାଇ ମୁଁ ଏକ ଛୋଟ ଚା' ଦୋକାନ ପାଖରେ ଥମିଲି। ଦୋକାନୀ ଜଣେ ବୟସ୍କ ଲୋକ ଥିଲେ। ମୁଁ ତାଙ୍କୁ ପଚାରିଲି, ମୋତେ କିଛି କାମ ମିଳିପାରିବ କି? ସେ ମୋତେ ଉପରୁ ତଳ ପର୍ଯ୍ୟନ୍ତ ଦେଖି କହିଲେ, ତୁମେ କ'ଣ କାମ କରିପାରିବ? ମୁଁ ସତ କହିଲି, ମୁଁ କିଛି ବିଶେଷ ଜାଣି ନାହିଁ, କିନ୍ତୁ ମୁଁ ମେହନତ କରିବାକୁ ରାଜି ଅଛି। ସେ ହସି କହିଲେ, ଠିକ୍ ଅଛି, ମୁଁ ଏକା ଏହି ଦୋକାନ ଚଳାଉଛି। ଯଦି ତୁମେ ଚାହା ମୋ ସହ କାମ କରିପାର। କାମ ସହଜ ଅଛି। ଚା ତିଆରି କରିବ, ଗ୍ରାହକଙ୍କୁ ଦେବ, ଆଉ ଦୋକାନକୁ ସଫା ରଖିବ। ବଦଳରେ ମୁଁ ତୁମକୁ ଖାଦ୍ୟ ଓ ରହିବା ପାଇଁ ଏକ ଛୋଟ ଜାଗା ଦେବି। ମୋ ଆଖିରେ ଖୁସିର ଆଲୋକ ଝଲସି ଉଠିଲା। ମୁଁ ତୁରନ୍ତ ରାଜି ହେଲି। ସେହିଦିନଠାରୁ ମୁଁ ସେହି ଚା ଦୋକାନରେ କାମ ଆରମ୍ଭ କଲି। କାମ କଷ୍ଟକର ଥିଲା, କିନ୍ତୁ ମୋ ମନରେ ଏକ ଶାନ୍ତି ଥିଲା। ମୁଁ ଜାଣିଥିଲି ଯେ ମୁଁ ଏକ ନୂଆ ଜୀବନ ଆରମ୍ଭ କରିଛି। ବୀରେନ୍ ମୋ ସୁନା
ମଣ୍ଡିର ସ୍ମୃତି ଧୀରେ ଧୀରେ ମୋ ମନରୁ ମଳିନ ହେବାକୁ ଲାଗିଲା। ମୁଁ ନିଷ୍ପତ୍ତି ନେଲି ଯେ ମୁଁ ମୋ ଭାଇକୁ କ୍ଷମା କରିବି। ତା ପାଇଁ ମୋ ମନରେ ଆଉ ରାଗ ରହିବ ନାହିଁ। ହୁଏତ କୌଣସି ଦିନ ମୁଁ ତା ସହ ପୁନର୍ବାର ମିଳିତ ହେବି, କିନ୍ତୁ ଏବେ ମୁଁ ନିଜର ଜୀବନକୁ ସଂଘର୍ଷ ଓ ମେହନତ ଦ୍ୱାରା ଆଗକୁ ନେବି। ଏହି ନୂଆ ଆରମ୍ଭ ମୋତେ ଏକ ନୂଆ ଶକ୍ତି ଦେଇଥିଲା। ମୁଁ ଜାଣିଥିଲି ଜୀବନ ସହଜ ନୁହେଁ, କିନ୍ତୁ ମୁଁ ଏବେ ଏହାକୁ ସମ୍ମୁଖୀନ କରିବାକୁ ପ୍ରସ୍ତୁତ ଥିଲି। ମୁଁ ସେହି ଚା ଦୋକାନରେ କାମ କରିବା ଆରମ୍ଭ କଲି। ଦିନେ ଦିନେ ମୁଁ ଚା ତିଆରି କରିବା, ଗ୍ରାହକଙ୍କୁ ସେବା ଦେବା ଓ ଦୋକାନକୁ ସଫା ରଖିବାରେ ଅଭ୍ୟସ୍ତ ହେଲି। ଦୋକାନୀ ବୟସ୍କ ଲୋକଟି, ଯାହାର ନାମ ଥିଲା ରମାକାନ୍ତ, ମୋ ପ୍ରତି ବହୁତ ଦୟାଳୁ ଥିଲେ। ସେ ମୋତେ କେବଳ କାମ ନୁହେଁ, ଜୀବନରେ ଧୈର୍ଯ୍ୟ ଓ ମେହନତର ମହତ୍ତ୍ୱ ମଧ୍ୟ ଶିଖାଇଥିଲେ। ସେ କହୁଥିଲେ, ଜୀବନ ଏକ ଲଢ଼େଇ, କିନ୍ତୁ ଯେଉଁମାନେ ହାରି ନ ମାନନ୍ତି ସେମାନେ ନିଶ୍ଚିନ୍ତ ଜିତନ୍ତି। କିଛି ମାସ ପରେ ମୁଁ ଦୋକାନରେ କାମ କରି କିଛି ଟଙ୍କା ଜମା କରିବାକୁ ଆରମ୍ଭ କଲି। ରମାକାନ୍ତ ମୋତେ ଏକ ଛୋଟ କୋଠରୀ ଦେଇଥିଲେ, ଯେଉଁଠାରେ ମୁଁ ରହୁଥିଲି। ମୋ ଜୀବନ ଧୀରେ ଧୀରେ ସ୍ଥିର ହେବାକୁ ଲାଗିଲା। ମୁଁ ଜୁଆରେ ହାରିଥିବା ସବୁ ସମ୍ପତ୍ତି ଓ ପରିବାରକୁ ମନେ ପକାଉଥିଲି। କିନ୍ତୁ ଏବେ ମୋ ମନରେ ଏକ ନୂଆ ଆଶା ଜନ୍ମିଥିଲା। ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ମୋ ପରିବାରକୁ ପୁନର୍ବାର ଫେରାଇ ଆଣିବି। ମୋ ପତ୍ନୀ ଓ ପୁଅ ସହ ଏକ ନୂଆ ଜୀବନ ଆରମ୍ଭ କରିବି। ଏକ ଦିନ ଚା ଦୋକାନରେ ଚା ପରସୁଥାଏ, ମୁଁ ଦୂରରୁ ଏକ ଚିହ୍ନା ମୁହଁ ଦେଖିଲି। ମୋ ହୃଦୟ ଜୋରରେ ଧଡ଼କିବାକୁ ଲାଗିଲା। ସେ ମୋ ପତ୍ନୀ ସୁମିତ୍ରା ଥିଲା। ସେ ଏକ ଛୋଟ ପୁଅର ହାତ ଧରି ରାସ୍ତାରେ ଚାଲୁଥିଲା। ମୋ ପୁଅ, ଯାହାକୁ ମୁଁ ବର୍ଷେ ହେଲା ଦେଖିନଥିଲି, ଏବେ ଅଧିକ ବଡ଼ ହୋଇଗଲା। ମୁଁ ତୁରନ୍ତ ଦୋକାନରୁ ବାହାରି ତାଙ୍କୁ ଡାକିଲି, ସୁମିତ୍ରା। ସେ ମୋ ଆଡ଼କୁ ଫେରି ଦେଖିଲା। ତାର ଆଖିରେ ଆଶ୍ଚର୍ଯ୍ୟ ଓ କିଛି ଅଜଣା ଅନୁଭବ ଥିଲା। ସେ ଧୀରେ ଧୀରେ ମୋ ପାଖକୁ ଆସିଲା। ମୁଁ ତାର ସାମ୍ନାରେ ଠିଆ ହେଲି, ମୋ ମୁହଁରେ ଲଜ୍ଜା ଓ ଅନୁତାପ ଭାବ। ମୁଁ କହିଲି, ମୁଁ ଜାଣିଛି ମୁଁ ବହୁତ ଭୁଲ କରିଛି। ମୁଁ ତୁମକୁ ଓ ଆମ ପୁଅକୁ ହରାଇଛି, କିନ୍ତୁ ମୁଁ ବଦଳି ଗଲିଣି। ମୁଁ ଏବେ ଏକ ନୂଆ ଜୀବନ ଆରମ୍ଭ କରିଛି। ତୁମେ ମୋତେ ଆଉ ଗୋଟେ ସୁଯୋଗ ଦେବ? ସୁମିତ୍ରା କିଛି ସମୟ ଚୁପ୍ ରହିଲା। ତାର ଆଖିରେ ଅଶ୍ରୁ ଦେଖାଦେଲା। ସେ କହିଲା, ତୁମେ ମୋତେ ଓ ଆମ ପୁଅକୁ ଏକା ଛାଡ଼ି ଦେଇଥିଲ। ମୁଁ ବହୁତ କଷ୍ଟରେ ନିଜକୁ ଓ ତାକୁ ସମ୍ଭାଳିଛି। ତୁମେ କ'ଣ ଭାବୁଛ ଯେ ଏତେ ସହଜରେ ସବୁ ଭୁଲି ଯାଇପାରିବି? ମୁଁ ତାର କଥାରେ ମୁଣ୍ଡ ତଳକୁ କରିଦେଲି। ମୁଁ ଜାଣିଥିଲି ଯେ ତାର ରାଗ ଓ ଦୁଃଖ ସତ। ମୁଁ କହିଲି, ମୁଁ ଜାଣିଛି ମୁଁ ତୁମକୁ ବହୁତ କଷ୍ଟ ଦେଇଛି, କିନ୍ତୁ ମୁଁ ଏବେ ସତରେ ବଦଳିଛି। ମୁଁ ଜୁଆ ଛାଡ଼ି ଦେଇଛି। ମୁଁ ଏବେ ମେହନତ କରୁଛି। ମୁଁ ତୁମକୁ ଓ ଆମ ପୁଅକୁ ଏକ ଭଲ ଜୀବନ ଦେବାକୁ ଚାହୁଁଛି। ମୋ ପୁଅ, ଯିଏ ଏତେ ସମୟ ଚୁପଚାପ ମୋତେ ଦେଖୁଥିଲା, ଧୀରେ ଧୀରେ ମୋ ପାଖକୁ ଆସି ମୋ ହାତ ଧରିଲା। ତାର ସେହି ନିଷ୍ପାପ ଆଖି ମୋତେ ଏକ ନୂଆ ଶକ୍ତି ଦେଲା। ସୁମିତ୍ରା ମୋତେ ଦେଖି କହିଲା, ମୁଁ ତୁମକୁ ସହଜରେ ବିଶ୍ୱାସ କରିପାରୁନାହିଁ, କିନ୍ତୁ ମୁଁ ତୁମକୁ ଗୋଟେ ସୁଯୋଗ ଦେବି। ଯଦି ତୁମେ ସତରେ ବଦଳିଛ, ତେବେ ତୁମେ ତାହା ପ୍ରମାଣ କରିବାକୁ ପଡ଼ିବ। ମୁଁ ତାର କଥାରେ ମୁଣ୍ଡ ହଲାଇ ଦେଲି। ମୋ ମନରେ ଏକ ନୂଆ ଆଶା ଜାଗିଲା। ମୁଁ ଜାଣିଥିଲି ସେ ଏହି ସୁଯୋଗ ମୋ ଜୀବନକୁ ବଦଳାଇ ଦେଇପାରେ। ସେଦିନ ମୁଁ ସୁମିତ୍ରା ଓ ପୁଅକୁ ଦୋକାନକୁ ନେଇ ଆସିଲି। ରମାକାନ୍ତ ତାଙ୍କୁ ଦେଖି ଖୁସି ହେଲେ ଓ କହିଲେ, ତୋ ପରିବାର ତୋ ପାଖକୁ ଫେରି ଆସିଛି। ଏବେ ତୁ ଆହୁରି ମେହନତ କର, ଏମାନଙ୍କୁ ଭଲ ଜୀବନ ଦେ। ସେଦିନଠାରୁ ମୁଁ ଆହୁରି ଜୋରରେ କାମ କରିବାକୁ ଆରମ୍ଭ କଲି। ସୁମିତ୍ରା ମଧ୍ୟ ମୋ ସହ ରହିଲା ଓ ଧୀରେ ଧୀରେ ଆମେ ପୁନର୍ବାର ଏକ ପରିବାର ହେବାକୁ ଆରମ୍ଭ କଲୁ। ମୁଁ ମୋ ଭାଇକୁ ମନେ ପକାଉଥିଲି, କିନ୍ତୁ ଏବେ ମୋ ମନରେ ତା ପ୍ରତି କୌଣସି ରାଗ ନଥିଲା। ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ତା ସହ ମିଳିତ ହେବାକୁ ଚେଷ୍ଟା କରିବି, କିନ୍ତୁ ଏବେ ମୋ ପ୍ରାଥମିକତା ଥିଲା ମୋ ପରିବାରକୁ ଏକ ଭଲ ଜୀବନ ଦେବା। କିଛି ବର୍ଷ ପରେ ମୁଁ ସୁମିତ୍ରା ମିଳିତ ଭାବରେ ଏକ ଛୋଟ ଦୋକାନ କଲୁ। ରମାକାନ୍ତ ଆଶୀର୍ବାଦ ଓ ମୋ ମେହନତରେ ଆମେ ଧୀରେ ଧୀରେ ନିଜର ଜାଗା ତିଆରି କଲୁ। ମୋ ପୁଅ ବଡ଼ ହେଲା ଓ ସ୍କୁଲରେ ଭଲ ପଢ଼ିବାକୁ ଆରମ୍ଭ କଲା। ମୁଁ ଜାଣିଥିଲି ଯେ ମୋ ଜୀବନରେ ଅନେକ ଭୁଲ ହୋଇଛି, କିନ୍ତୁ ଏବେ ମୁଁ ସେହି ଭୁଲଗୁଡ଼ିକୁ ସୁଧାରି ଏକ ନୂଆ ଆରମ୍ଭ କରିଛି। ବୀରେନ ଓ ସୋନାମଣ୍ଡିର ସ୍ମୃତି ଏବେ ମୋ ମନରେ ଏକ ଖରାପ ସ୍ୱପ୍ନ ପରି ଲାଗୁଥିଲା। ମୁଁ ଜାଣିଥିଲି ଯେ ମୁଁ ସେହି ଅନ୍ଧକାରରୁ ବାହାରି ଆଲୁଅ ଆଡ଼କୁ ଆସିଛି। ମୋ ଜୀବନ ଏବେ ଏକ ନୂଆ ଦିଗରେ ଆଗେଇ ଚାଲିଛି ଓ ମୁଁ ଏଥିପାଇଁ ପ୍ରତ୍ୟେକ ଦିନ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲି।